ବାଙ୍ଗଲୋର ଓଡ଼ିଆ ସାହିତ୍ୟ ସମାଜ ପରିବାର ତରଫରୁ ଆପଣ ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ଯୋଗ ଦେଇଥିବା ସମସ୍ତ ସାରସ୍ୱତ ସାଧକ, ଲେଖକ, ଲେଖିକା, ପ୍ରାଜ୍ଞ ବିଜ୍ଞମାନଙ୍କ ସହିତ ଆମ ବାଙ୍ଗଲୋର ଓଡ଼ିଆ ସାହିତ୍ୟ ସମାଜର ଯେଉଁ ପୁରୋଧାମାନେ ଆମ ସହିତ ଜଡ଼ିତ ହୋଇଛନ୍ତି, ଯେଉଁ ନିର୍ଦ୍ଦେଶକମାନେ ଆମ ସହିତ ଜଡ଼ିତ ହୋଇଛନ୍ତି, ତାଙ୍କୁ ପ୍ରଣାମ ଜଣାଇ ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ମୁଁ ପ୍ରଥମେ ଅନୁରୋଧ କରିବି ଶ୍ରୀମତୀ ଯାଜ୍ଞସେନୀ ପଣ୍ଡା ମହୋଦୟାଙ୍କୁ, ସେ ଯେମିତି ଆମର ସବୁବେଳେ ପ୍ରଭୁଙ୍କ ଆରାଧନାରୁ ଆରମ୍ଭ ହୁଏ କାର୍ଯ୍ୟକ୍ରମ, ସେଥିରେ ଆରମ୍ଭ କରିବେ। ସମସ୍ତଙ୍କୁ ମୋର ଶୁଭ ସନ୍ଧ୍ୟା। ଜୟ ଜଗନ୍ନାଥ। ବାଙ୍ଗଲୋର ଓଡ଼ିଆ ସାହିତ୍ୟ ସମାଜ ପରିବାର ସମସ୍ତ ସଦସ୍ୟ ସଦସ୍ୟଙ୍କୁ ମୋର ବିନମ୍ର ପ୍ରଣାମ। ତୋ ଭାବରେ ବନ୍ଧା ମୋ ଭକ୍ତିରେ ବନ୍ଧା ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ। ତୋ ବଡ଼ ଦାଣ୍ଡରେ ମୋ ଭଙ୍ଗା କୁଡ଼ିଆରେ ତୁ, ତୋ ବଡ଼ ଦାଣ୍ଡରେ ମୋ ଭଙ୍ଗା କୁଡ଼ିଆରେ ତୁ, ହେ ଦୀନ ବନ୍ଧୁ ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ। ସ୍ୱର୍ଗ ଦ୍ୱାର ଯିବି ତ ସିଂହ ଦ୍ୱାର ଦେଇ, ସେଇ ସିଂହ ଦ୍ୱାର ପାଖେ ରହିଥିବୁ ଚାହିଁ। ସ୍ୱର୍ଗ ଦ୍ୱାର ଯିବି ତ ସିଂହ ଦ୍ୱାର ଦେଇ, ସେଇ ସିଂହ ଦ୍ୱାର ପାଖେ ରହିଥିବୁ ଚାହିଁ। ଫେରିବିନି ଆଉ ଅଫେରା ରାଇଜରୁ ମୁଁ, ଫେରିବିନି ଆଉ ଅଫେରା ରାଇଜରୁ ମୁଁ। ଛୋଟ ଏଇ ସଂସାରକୁ ଚାହିଁ ରହିଥିବୁ ତୁ, ଛୋଟ ଏଇ ସଂସାରକୁ ଚାହିଁ ରହିଥିବୁ ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ। ତୋ ବଡ଼ ଦାଣ୍ଡରେ ମୋ ଭଙ୍ଗା କୁଡ଼ିଆରେ ତୁ, ତୋ ବଡ଼ ଦାଣ୍ଡରେ ମୋ ଭଙ୍ଗା କୁଡ଼ିଆରେ ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ, ହେ ଦୀନ ବନ୍ଧୁ କୃପା ସିନ୍ଧୁ ତୁ, ହେ ଦୀନ ବନ୍ଧୁ ଜୟ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ। ନୀଳାଚଳ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଥାଏ ତେନ। ସମସ୍ତଙ୍କୁ ଆଉଥରେ ସାରସ୍ୱତ ପ୍ରଣାମ ଜଣାଇ ମୁଁ ଆରମ୍ଭ କରିବା ପାଇଁ ଅନୁରୋଧ କରିବି ଆମ ଅନୁଷ୍ଠାନର ପୁରୋଧା ଶ୍ରୀଯୁକ୍ତ କାର୍ତ୍ତିକ ସ୍ୱାଇଁ ମହୋଦୟଙ୍କୁ। ସେ ଆମ ଅନୁଷ୍ଠାନର ବାବଦରେ କିଛି କହିବେ। କାର୍ତ୍ତିକ ସାର୍, ମଞ୍ଚ ଆପଣଙ୍କର। ଜୟ ଜଗନ୍ନାଥ, ଶୁଭ ସନ୍ଧ୍ୟା। ଅନେକ ବର୍ଷ ପରେ ଅନେକ ମାସ ପରେ ପୁଣି ଥରେ ଏଠାରେ ହସୁଥିବା ଚେହେରା ମାନଙ୍କୁ ଦେଖି ନିଶ୍ଚିନ୍ତ ବହୁତ ଭଲ ଲାଗୁଛି। ଟେକ୍ନୋଲୋଜି ଆମକୁ ଗୋଟେ ସୁବିଧା ଦେଇଛି। ଗୋଟେ ସମୟ ଥିଲା ବାଙ୍ଗଲୋରରେ ମାତ୍ର 2 ଘଣ୍ଟାର
ଡାକରା 2 ଘଣ୍ଟା ଆଗରୁ ଡାକରା ଦେଲେ ମୋ ଘରେ ହଉ ତାପସ ଘରେ ହଉ ଯାହା ଘରେ ହଉ ଆଟଲିଷ୍ଟ 10 ଜଣ 15 ଜଣ ପହଞ୍ଚି ଯାଉଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ସେଭଳି ନୁହେଁ। ବାଙ୍ଗାଲୋରର ଗୋଟେ ଜାଗାରେ ପହଞ୍ଚିବାକୁ ଆମକୁ ଘଣ୍ଟା ଘଣ୍ଟା ଧରି ଲାଗୁଛି। ଦ୍ୱିତୀୟ କଥା ହେଉଛି ଆମେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସହିତ ସମସ୍ତେ ଜଡ଼ିତ ଅଛେ। ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଆମେ ସମସ୍ତେ ଗୋଟେ ଗୋଟେ ଅଂଶ ଏବଂ ଆମର ଭୌଗୋଳିକ ଅବସ୍ଥିତି ସତ୍ତ୍ୱେ ଆମେ ଯୋଡ଼ି ହେଇ ପାରୁଛେ ଏବଂ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ ଅଛେ। ତେବେ ବହୁତ ଭଲ କଥା। ଗୋଟେ କଥା ମୁଁ ଭାବୁଥିଲି ଯେ ଆମେ ଏତେ ମାସ ଧରି କାହିଁକି ଆମେ ଏହି ପ୍ରକାର କାର୍ଯ୍ୟକ୍ରମ କରିପାରିଲେ ନାହିଁ। ଯାହା ବି ହଉ ଅତୀତର ଯାହା ହେଇଯାଇଛି ଏଣିକି ଯାହା ହେଇଯାଇଛି ତା କଥା ଆଉ ଚିନ୍ତା କରିବାନି। ଅନ୍ତତଃ ପକ୍ଷେ ପ୍ରତି ମାସରେ ଏଇଭଳି ଗୋଟେ ଛୋଟ ଆସର କରି ଆମେ ଏକଥାକୁ ପ୍ରମାଣ କରିବା ଯେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ଜୀବିତ ଅଛି ଏବଂ କ୍ରିୟାଶୀଳ ମଧ୍ୟ ଅଛି। ତେବେ ତାପସଙ୍କୁ ବିଶ୍ୱଭାରତୀକୁ ଅନ୍ୟ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଯଦି ବି ସେମାନଙ୍କର କିଛି ମାନେ ସମୟର ଅସୁବିଧା ଥାଏ ବା ଯଦି କୌଣସି ପ୍ରକାର କାର୍ଯ୍ୟକ୍ରମ ଥାଏ ମୁଁ ଆଜି ମନେ ମନେ ସ୍ଥିର କଲି ନାହିଁ ଏ କାମରେ ମୁଁ ହିଁ ଅଗ୍ରଣୀ ହେବି। ତେଣୁ ଆର ମାସ ଠାରୁ ମୁଁ 5 ଜଣ ବି ହୁଅନ୍ତୁ 10 ଜଣ ବି ହୁଅନ୍ତୁ ଏ କାର୍ଯ୍ୟକ୍ରମକୁ ନିଶ୍ଚୟ ଆଗକୁ ନେବି ଏବଂ ଗୋଟେ ସମସ୍ୟା ରହିଛି ଯେ ପ୍ରକୃତରେ ଏହି ପ୍ରକାର କାର୍ଯ୍ୟକ୍ରମ କେମିତି ଅର୍ଗାନାଇଜ କରିବାକୁ ପଡ଼େ ସେ କଥାଟା ମୋତେ ଟିକେ ତମମାନଙ୍କ ଠାରୁ ଶିଖିବାକୁ ପଡ଼ିବ। ତେଣୁ ଯଦି ତମମାନେ ବି କୌଣସି କାରଣରୁ ଯଦି ତମମାନଙ୍କର ସମୟ ନାହିଁ ବା କୌଣସି ପ୍ରକାର ବ୍ୟସ୍ତତା ଅଛି କିନ୍ତୁ ଗୋଟେ କଥା ସୁନିଶ୍ଚିତ ଆମେ ସମସ୍ତେ ଗୋଟେ ଦିନ ସ୍ଥିର କରିଦେବା ସେ ସେକେଣ୍ଡ ସଟରଡେ ହଉ ବା ସେକେଣ୍ଡ ସଣ୍ଡେ ହଉ ବା ଯେକୌଣସି ଗୋଟେ ଦିନ ସ୍ଥିର କରିଦେବା। ଯଦି 5 ଜଣ ବି ଅଛନ୍ତି କିନ୍ତୁ ମୁଁ ଏ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଚାହୁଁଛି ନିଶ୍ଚିନ୍ତ ଭାବରେ। ଏଇଟା ହେଲା ପ୍ରଥମ କଥା। ଦ୍ୱିତୀୟ କଥା ଏଠି ଆମ ଭିତରେ ଆଜି ଯେଉଁମାନଙ୍କ ନାଁ ମୁଁ ଦେଖିପାରୁଛି ବହୁତ ଖୁସି ଲାଗୁଛି। ଆପଣମାନେ ଆମ ସହିତ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସହିତ ଜଡ଼ିତ ରୁହନ୍ତୁ ତାର ଅଂଶ ହିଁ ରୁହନ୍ତୁ। ଆଉ ବିଜୟଲକ୍ଷ୍ମୀ ଅପା ଯଦିଓ ସିଏ ଭୁବନେଶ୍ୱର ରହୁଛନ୍ତି ଏବଂ ଏଇଟା ବହୁତ ଭଲ କଥା ଆମ ପାଇଁ ଯେ ସେ ଆମ ସହିତ ରହିଛନ୍ତି। ମୁଁ ତ ସତ କଥା କହିଲେ ଅପାଙ୍କୁ ନିଶ୍ଚିନ୍ତ ଭାବରେ ଆମେ ଯେଉଁଦିନ ଏ ଆସର କରିବା ଅପାଙ୍କୁ ତ ନିଶ୍ଚୟ କହିବା ଅପା କିଛି ସମୟ ଲାଗି ଆମ ସହିତ ରୁହନ୍ତୁ। କାରଣ ଏଇଟା ଗୋଟେ ଗର୍ବର କଥା ଯେ ଜଣେ ଏତେ ଜ୍ଞାନୀ ଗୁଣୀ ଏବଂ ଅପାଙ୍କୁ ପାଇକିରି ଏବଂ ତାଙ୍କର ଯେଉଁ ଦିଗ୍ଦର୍ଶନ ରହିଛି ଏବଂ ତାଙ୍କର ଯେଉଁ ଅଗାଧ ପାଣ୍ଡିତ୍ୟ ରହିଛି ତେବେ ପ୍ରକୃତରେ ତାଙ୍କୁ ଦେଖିଲେ ସେମିତି ଜଣାପଡ଼େନି କିନ୍ତୁ ଥରେ ସେ କହିବା ଯେତେବେଳେ ଆରମ୍ଭ କରନ୍ତି ସବୁ କଥା ଜଣାପଡ଼େ। ତେଣୁ ଆଜି ସଭାର କହିବାକୁ ଗଲେ ଯିଏ ମୁଖ୍ୟ ଅଛନ୍ତି ସିଏ ହେଉଛନ୍ତି ଡକ୍ଟର ବିଜୟଲକ୍ଷ୍ମୀ ଅପା। ତେଣୁ ମୁଁ ତାଙ୍କୁ ସ୍ୱାଗତ କରୁଛି। ଅନ୍ୟ ସମସ୍ତେ ଅଛନ୍ତି ଗୋଲକ ବାବୁ ଅଛନ୍ତି ମହାସ୍ମିତା ଅଛନ୍ତି ବସନ୍ତ ମଞ୍ଜରୀ ମ୍ୟାଡ଼ାମ ଅଛନ୍ତି ଆଉ ଯଜ୍ଞଶ୍ରୀ ଅଛନ୍ତି ବିଶ୍ୱଭାରତୀ ଅଛନ୍ତି। ମୋବାଇଲରେ ତ ସମସ୍ତଙ୍କ ନାଁ ଦେଖିପାରୁନି। ତାପସ ବି ତାପସ ତ ସତ କଥା କହିଲେ ଆମର ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପ୍ରାଣ କେନ୍ଦ୍ର ଯାହା କୁହନ୍ତି ପ୍ରାଣ କେନ୍ଦ୍ର। ତେଣୁ ଆଶା କରିବା ଏଇ କାର୍ଯ୍ୟକ୍ରମକୁ ଆଗକୁ ପ୍ରତି ମାସରେ ଯେମିତି ହେଲେ ବି ଦିନେ ବି ହଉ ସବୁଦିନ ପ୍ରତି ମାସରେ କରିବା। ତା ସହିତ ଆମର ଯେଉଁ ପ୍ରକାର ରହିଛି କାର୍ଯ୍ୟକ୍ରମ ଆଗକୁ ଯେମିତି ଯେଉଁ ପ୍ରକାର କାର୍ଯ୍ୟ ରହିଛି ତାକୁ ଆଗକୁ ନେବା। ତେଣୁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ଆପଣମାନେ ଆମ ସହିତ ରୁହନ୍ତୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସହିତ ଯୋଡ଼ି ରୁହନ୍ତୁ। ତପସ୍ୱିନୀକୁ ବି ମୁଁ ଦେଖିପାରୁଛି। ତେଣୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତେଣୁ ବର୍ତ୍ତମାନ ମୁଁ ଛାଡ଼ୁଛି ମଞ୍ଚ ଆପଣମାନେ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ। ଧନ୍ୟବାଦ ସାର୍। ମୁଁ ବ୍ୟକ୍ତିଗତ ଭାବରେ କ୍ଷମା ପ୍ରାର୍ଥୀ ଅନେକ ଜିନିଷରେ ରହିକି କିଛି ମାସ ହେଲା ଆମର ଏଇ ଯୋଉ ଆଭାସୀ ମଞ୍ଚରେ ଯୋଉ କାର୍ଯ୍ୟକ୍ରମ ହୁଏ ସେଟା ରହିଯାଇଥିଲା। ଏଇ ମାସ ଠାରୁ ଆରମ୍ଭ ହେଲା। ଆଗକୁ କିଛି କାର୍ଯ୍ୟକ୍ରମ ଆସୁଛି ତେଣୁ କେବଳ ସ୍ୱଳ୍ପରେ ଆପଣଙ୍କୁ ସୂଚନା ଦେଇ ସାରିଲା ପରେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ବେଶୀ ସମୟ ନେବା ନାହିଁ।
आपण मानको समस्त को निमंत्रण रहइबो आगु को जाइकरी केंद्रीय साहित्य एकेडमी सहित ओडिशा सरकार कर्नाटक सरकार ता सहित आमर वार्षिक उत्सव ए सब आसुची ता सहित आमे जो बेंगलोर ओडिया साहित्य समाज सहित मिसिकी मिलित आनुकूल्य रे नाट्य संस्था बा ओडिया माने जो कहंती स्पष्ट ओडिया कहानी मान को नेकरी जो ओडिया नाट्यकार नाट्य नाटक गुड़िक हुए ता भितर आमे किछि बाछु ताकू आनकू आनी आमे प्रवास रे बेंगलोर रे करिया पे चेष्टा करू सेटा खूब शीघ्र जाउची अक्टोबर 25 और 26 जो माने बेंगलोर रे अछंती से मानकू आम सहित जड़ित होगा पई अनुरोध रहिला वर्तमान आ बेसी समय न कि आज आमर सौभाग्य जे आम सहित डॉक्टर विजयलक्ष्मी महांती पट्टनायक महोदय आम सहित जड़ित होती माँ शुभाशीर्वाद मार्गदर्शन आम सहित सब रहू रही प्रणाम जनाऊँगी आम सहित आज यही आसर संचालन भार नेबे महास्मिता ओझा महोदय आम आगु आउ थे कही रखू जे आम सार मैडम सार और मैडम परिचय टिके दूर रे जहाँ निच्छक ओडियार परिचय से ओडिया परिचय देखि आरंभ करू बाहर जाई करिया पे मोर अनुरोध रहिबो जेउ माने भी आज कार्यक्रम रे रहउचंती समस्ते तांकर उच्चारण एवं आचरण रे संयमता रक्षा करिवे स्वल्प कम भितर निजर वक्तव्य एवं सज्जन पाठ सारिबे ना सहित जेतबेला आवश्यकता नाही सेतबेला निजको म्यूट रखिबे जो माने कहउचंती तांको टिके भल भाबरे सुनिबे जो समीक्षक महोदय आम सहित जड़ित होइचंती से ठीक भाबरे समस्त को सुनि परिबे आम सहित प्रथम थर पई आमर कविता संध्या रे आम सहित संचालिका भाव जोग देथिया महास्मिता ओझा को स्वागत करुछि आ महोदय को वर्तमान मो मंचर भार न्यस्त करिया को चाहिबे महास्मिता ओझा महोदय मंच आपनकर जय श्री जगन्नाथ जय जगन्नाथ नीलाशय निवासाय नित्याय परमात्मन बलभद्र सुभद्रा तस्मै श्री गुरवे नमः मन्मथाय श्री जगन्नाथ सद्गुरु श्री जगद्गुरु मदात्मा सर्वभक्तात्मा तस्मै श्री गुरवे नमः जय जगन्नाथ जय मां सरला ये पवित्र वाणी क्षेत्र माटी आपण मानक ये बेंगलोर ओडिया साहित्य समाज तरफ समस्त सारस्वत स्रष्टा मानक प्रणाम प्रथमे जणेबी एठी प्रथम थर पई बसंत मंजरी अपांक माध्यम रे आसीची अहोभाग्य मोर अनेक गुणी ज्ञानी मानक सहित आज प्रोग्राम निजको बहुत खुशी लगुची परिवार सहित जड़ित होई प्रणाम जणेबी कार्तिक सार को विजयलक्ष्मी मैडम को एवं विशेष शुभेच्छा जणेबी तापस सार को आज मते ये भार देथिबार प्रथमे कविता को जीवा समस्त मनुष्य देहरे निश्चित के शताब्दी काल कविटी जन्म नुहे निश्वास को नैवेद्य करी जे बाढ़ी दिए राशि राशि शब्दर स्वीकृति प्रार्थना को महाप्रसाद करी जे जाति दिए मनस्कामनार फल मुठाए पवित्र आश्लेष को दे जे रचुथाए अष्टम स्वरर अर्घ्य जे देवांगर स्पर्श रे थाए महाराष्ट्र मंदिर से तो से महान कवि जार लेखनी मनरे झरी पड़े राशि राशि शब्दर गजर जार कलम मनरे जीवनर मुख्य जार शब्दर नईरे पहरु थाए निस्तरंग जलर काकुति जार प्रतिटी प्रश्वासरु कणु थाए अनुरागर डालपत्र केउ निस्वार्थ अंतरंग डाकरे जे आत्मलीन हेउथाए बारंबार सारा राति क्लांतिर अझटपणरे जे सजौथाए एकात्मपणर अंगवास जहा पाई प्रेम चंदन वनर तुलसी बास्नारे मोह धीरे धीरे स्पर्शटिए फिंगी दिए नील आकाश को उड़ी जाउथिबा पवनर आत्मीयतापणर आवेग जहा पाई मौड़ा अपराह्न भी घड़िए अटकी जाए से महान कवि जे भरी थिए अपूर्ण जीवन रे पूर्णतार प्रणय अमृत जहा पाई सकाळ
ସାଉଁଟି ନିଏ ସମସ୍ତ ପ୍ରତୀକ୍ଷାର ଘଡ଼ି। ଅଟକି ଯାଏ ଉଷାର ମନ୍ତ୍ରଚାରଣ। କାହା ଇଚ୍ଛା ଅନିଚ୍ଛାର ଅଗଣାରେ ସେ ବୁଣି ଦେଇପାରେ ଆତ୍ମୀୟତା କବିତାର ମରୁଜ। ଜୀବନରେ ଭରିଦିଏ ମୁଠାଏ ସବୁଜିମା। ସେ ସେଇ ମହାନ କବି ଯାହା ପାଇଁ ସାରା ସଂସାର ହୋଇ ଉଠେ ଚର୍ମ। ଆଜି ଏଇ ଶୁଭ ସନ୍ଧ୍ୟା ସମସ୍ତଙ୍କୁ ଏ କବିତାର ସନ୍ଧ୍ୟାକୁ ଆପଣମାନଙ୍କୁ ସାଦରେ ସମ୍ଭାଷଣ ଜଣାଉଛି ଏବଂ ଆରମ୍ଭ କରିବା କବିତାର ପର୍ବ। କବି ସବୁବେଳେ ନିଜ କଲମ ମନରେ ଆଙ୍କୁଥାଏ କିଛି ଶବ୍ଦ ଅକ୍ଷର, କେବେ କାଗଜର ମୁକୁଳା ଛାତିରେ। କବିତାକୁ ଯିବା, କବିଙ୍କୁ ନିମନ୍ତ୍ରଣ କରିବା, କବିତାରେ କଥା ହେବା ଆଉ ଶବ୍ଦରେ ଗଢ଼ିବା ଏକ ମଜବୁତ ସମ୍ପର୍କ। ପ୍ରଥମେ କବି ଶ୍ରୀ ଦିଲ୍ଲୀପ କୁମାର ତ୍ରିପାଠୀଙ୍କୁ ନିବେଦନ କରିବି ସେ ତାଙ୍କର କବିତା ପାଠ କରିବେ। ଦିଲ୍ଲୀପ, ତ ଅନମ୍ୟୁଟ୍ କରିପାରୁନାହାନ୍ତି ବୋଲିକି ଲେଖିଥିଲେ। ଓହୋ, ସେ ଆଉଥରେ ଜଏନ୍ କରୁଛନ୍ତି, କ'ଣ ଗୋଟେ ଅସୁବିଧା ହେଇଛି। ଲେଫ୍ଟ ହେଇକି ହୁଏତ ଆଉ ଥରେ ଜଏନ୍ କଲେ ହେଇଯିବ। ଆଉଥରେ ଜଏନ୍ କଲେ ହବ। ହଁ, ଠିକ କଥା। ଅପେକ୍ଷା କରିବା କି? ପୁଣି ଦୁର୍ଗେଶ ନନ୍ଦିନୀ ଦାସଙ୍କୁ ଡାକି ଦିଅନ୍ତୁ। ଆଜ୍ଞା ସାର୍, କୌଣସି କାରଣବଶତଃ ଆମକୁ ଦିଲ୍ଲୀପ ବାବୁ ଜଏନ୍ କରିପାରୁନାହାନ୍ତି, ତାଙ୍କୁ ପରେ ଡାକିବା। ପ୍ରଥମେ ଶ୍ରୀମତୀ ଯାଜ୍ଞସେନୀ ପଣ୍ଡାଙ୍କୁ ନିମନ୍ତ୍ରଣ କରୁଛି, ସେ ତାଙ୍କର କବିତା ପାଠ କରିବେ। ଯାଜ୍ଞସେନୀ ମ୍ୟାଡାମ, ମତେ ଜାଣିପାରୁଛନ୍ତି? ସ୍ମିତା ମ୍ୟାଡାମ, ମୋ ଭଏସ ଶୁଭାଯାଉଛି? ଆଜ୍ଞା ଆଜ୍ଞା, ଠିକ ଅଛି, କଣ୍ଟିନ୍ୟୁ କରନ୍ତୁ, ୟା ପରେ ପୁଣି ଥରେ ସମସ୍ତଙ୍କୁ ଜଗନ୍ନାଥଙ୍କୁ ସମର୍ପି ମୋର କବିତା। ପୁଣି ଥରେ ଶୁଭ ସନ୍ଧ୍ୟା। କବିତାର ଶୀର୍ଷକ ହେଉଛି ତୁମେ ନ ଛାଡ଼ ମୋ ପାଖ। ଜଗତର ତୁମେ ନାଥ ବୋଲି ପରା, ତୁମ ନାମ ଜଗନ୍ନାଥ। ତୁମରି ସେବାରେ ଯାଉ ମୋ ଜୀବନ, କରିଦିଅ ତୁମ ଦାସ। ବନ୍ଧୁ ପରିଜନ ଅଛନ୍ତି ମୋ ପାଖେ, ଦିନେ ଛାଡ଼ି ଚାଲି ଯିବେ, ତୁମେ କିନ୍ତୁ ପାଖେ ରହିଥିବ ସଦା, ନ ଯିବ ମୋ ଠାରୁ କେବେ। आहे जनार्दन दयामय प्रभु, आहे जनार्दन दयामय प्रभु, କରିଦିଅ ମତେ ଫୁଲ, ତୁମରି ସେବାରେ ଲାଗୁଥିବି ସଦା, ଥିବା ଯାଏ ଜୀବନ ମୂଲ। ଦୟା କର आहे ମହାବାହୁ ତୁମେ, କରିଦିଅ ମତେ ଦୀପ, ତୁମରି ଲାଗି ମୁଁ ଜଳୁଥିବି ସଦା, ମୃତ୍ୟୁ କେବେ ନ ଆସିବ। ଦିନ ବନ୍ଧୁ ତୁମେ ଶୁଣିଥିଲି ମୁଁ ଯେ, ଦିନ ବନ୍ଧୁ ତୁମେ ଶୁଣିଥିଲି ମୁଁ ଯେ, ସଖୀ ମତେ କରିଦିଅ, ନାଚିବି ଗାଇବି ଦିନ ରାତି ମୁହିଁ, ମନେ ପ୍ରେମ ଭରିଦିଅ। କରିଦିଅ ପ୍ରଭୁ ପତିତ ପାବନ, କରିଦିଅ ପ୍ରଭୁ ପତିତ ପାବନ, ଚଞ୍ଚଳ ରହିବି ସଦା, ତୁମ ନେତ ପରେ ଉଡୁଥିବି କହେ, ନ ସହିବି ମୁହିଁ କଦା। ଏତିକି ମାଗୁଣି आहे ଚକ୍ରଧର, ଏତିକି ମାଗୁଣି आहे ଚକ୍ରଧର, କୃପା ମୋ ଉପରେ ରଖ, ଯେତେ ଦୁଃଖ ଦିଅ ସବୁ ଯେ ସହିବି, ତୁମେ ନ ଛାଡ଼ ମୋ ପାଖ, ତୁମେ ନ ଛାଡ଼ ମୋ ପାଖ। ଜୟ ଜଗନ୍ନାଥ। ଚମତ୍କାର କବିତା, ଅନେକ ଅନେକ ଧନ୍ୟବାଦ ଦେବି। ବଡ଼ ଦେଉଳର ନୀଳାଦ୍ରି କନ୍ଦରେ ଭାଇ ଭଉଣୀକି ଧରି ବସିଅଛ ତୁମେ ଲୀଳାମୟ ହରି, ଲୀଳାକୁ ବିଚାର କରି ତୁମ ଆଖି ଆଗେ ଘର ଭାଙ୍ଗିଯାଏ, ଭାଇ ଭାଇଠୁ ଅଲଗା, ସମ୍ପତ୍ତି ପାଇକି ସମ୍ପର୍କ ହଜାଏ, ସମ୍ପର୍କ ସେ ହତଭାଗା। ଯେ ନାମ ଜପିଲେ ଦୁଃଖ ଦୂର ହୁଏ, ନ ଲାଗାଇ ଦୁଃଖ ଭୟ, ସେ ନାମକୁ ବନ୍ଧୁ ଦୃଢ଼େ ଭଜୁଥାଅ, ଜୟ ଜଗନ୍ନାଥ ଜୟ। ପରେ ପରେ କବି ଶ୍ରୀ ଦିଲ୍ଲୀପ କୁମାର ତ୍ରିପାଠୀଙ୍କୁ ନିବେଦନ କରିବି, ସେ ତାଙ୍କର
कविता पाठ करिबे। दिलीप बाबू मते सुनी पारुचंती? दिलीप आउ थे असुविधा होला कि ऑनलाइन किछि प्रॉब्लम होउची बोधवे। या तपस भाई हाँ मो वॉइस अच्छा सुना जे हाँ सुन मु एबे पढि पारिबे तो बोले आज्ञा हाँ समस्त को सारस्वत प्रणाम मोर गोटे अनुरोध रहिबा बहुत वर्ष होला मु कविता प्रति टिके मोर रुचि उड़िया साहित्य प्रति टिके कमी जाय संपूर्ण बंद हो जाय टिके कमी की हिंदी साहित्य प्रति टिके बेसी रुचि रखुचे किछ किछ लेखा पे चेष्टा करछि यदि आपण मानकर अनुमति रहिबे मोर किछ रिसेंट हिंदी रा किछ कविता टे पढा के चाहिए माने उड़िया कविता में पाखर अछि जहा आपण कहिबे से अनुसार कविता टे पढा के चाहिए। ठीक अच्छे जहाँ चाहूच पढ़ी पार सेमती किसी ना ओके सेमती किसी साहित्य ठीक अच्छे जदिव आम बांग्लार ओडिया साहित्य समाज बोली कहचे कि आम भी अन्य साहित्य को आम सम्मान दौ तेणु तुमको जोटा भल लगे तुम पढ़ी पार सेमती किसी ना। ठीक है बहुत बहुत धन्यवाद निजे भी चाहते कि हिंदी कविता टे पढ़ा देखा चाहूँ आपण मैंने केते दूर से जिनसा को भल पाउछन सेटा तो मत से आउ टिके चेष्टा करी से जिनसा आउ टिके अधिक रुचि बढ़िया पे तो से प्रथम तो आपण मान सब धन्यवाद मते अनुमति देचंती मंच रे किछि कविता आकार निज मनर भाषा किछि कहया पे मो हिसाब रे तो मु कविता माने केवल एति बुझे जदि कविता पढ़ी सारला पर बा लिखि सारला पर जदि का आखिरो आइदर लुह दिटका आसुनी कि कोह टिके आसुनी बा एमति किछि दिन जा मंत्रमुग्ध कर दोनी ताले ताको हम कविता कहबाटा टिके भूल जाइछ कहि परिबा किंतु हृदय को न छुले ताको केवल खाली अक्षर कहि देले ही ठीक है जो कविता कहि परिबा चेष्टा करू जे किछि एमिति किछि शब्द जा मोर जो हृदय बाहर छे सेरा आपन हृदय को जदि पहुंच पारला ताले मते प्रकृति बहुत खुशी लगे तो मु मोर जो हिंदी साहित्य प्रति जो रुचि धीरे धीरे बढ़ी छे विषय ए वर्ष भीतर ताकु नेगरी मु किछि नुवा लिखिया पे चेष्टा करू मो निजर अनुभूति बा निजर जहा मु फील करू तमर प्रथम कविता टी पढ़े के से आपण चाइल्ड से टिके हिंदी जो कहते तवज्जो दियंत बोली से टिके कहि तवज्जो टिके दरकार आपण तो मैं शुरू कर रहा हूँ ठीक है। उसने कुछ ऐसे अपनी बात कही उसने कुछ ऐसे अपनी बात कही कि मेरे आंख भर आए उसने कुछ ऐसे अपनी बात कही कि मेरे आंख भर आए इतना दर्द था उन आंखों में कि कोई भी घबरा जाए उसने कुछ ऐसे अपनी बात कही कि मेरे आंख भर आए इतना दर्द था उन आंखों में कि कोई भी घबरा जाए गले में बांध रखा था आंसुओं को गले में बांध रखा था आंसुओं को छलकने ना दिया किस मिट्टी का बना था कभी हमें जानने ना दिया गले में बांध रखा था आंसुओं को छलकने ना दिया किस मिट्टी का बना था कभी हमें जानने ना दिया जो भी हुआ उसके साथ आसान नहीं था भूलना जो भी हुआ उसके साथ आसान नहीं था भूलना ये तो अपने निकले पलटवार कर सकता था वरना ये तो अपने निकले पलटवार कर सकता था वरना खामोश होकर भी बहुत कुछ बोल रहा था खामोश होकर भी बहुत कुछ बोल रहा था
मैंने पता किया, उसकी आंखों में समंदर छुपा हुआ था। नया नहीं था ये, नया नहीं था ये, सालों का तजुर्बा था उसको। नया नहीं था ये, सालों का तजुर्बा था उसको। अपनी बात मनवाना आता नहीं था उसको। खामोश होकर भी बहुत कुछ बोल रहा था। मैंने पता किया, उसकी आंखों में समंदर छुपा हुआ था। नया नहीं था ये, सालों का तजुर्बा था उसको। अपनी बात मनवाना आता नहीं था उसको। शायद कोई नहीं पढ़ पाया उसकी खामोशी को, शायद कोई नहीं पढ़ पाया उसकी खामोशी को। आजकल किसे परवाह है एक दूसरे की खुशी, आजकल किसे परवाह है एक दूसरे की खुशी। बहुत छोटा लिखिଛି ଏତିକିରେ ମୁଁ शायरी समाप्त କରୁଛି। धन्यवाद सर। ଅନେକ ଅନେକ କୃତଜ୍ଞତା ଦେବି ଦିଲ୍ଲୀପ ବାବୁ ଆପଣଙ୍କୁ। ଆଜି ମୁଁ ଦେଖୁଛି ଟଙ୍କା ଦେଉଳ ଚାରିପଟେ ଭିଡ଼ ଜମି, ଶୁଣିକି କେଇଟି ଘଣ୍ଟା ପରେ ତ ଚାଲିଯିବ କାହିଁ ତମେ। ଦୂର ସହରର ଯାଦୁଘରେ ଏବେ ସଜା ହୁଏ ତମ ଜାଗା। ସବୁଦିନେ ଆହା ଏଇଠି ମୁଁ ଯାହା ରହିଯିବି ହତଭାଗା। ଶୁଣିଛି ମୁଁ କେତେ ଟୁପଟାପ କଥା, ପଢିଛି ମୁଁ ଚୋରା ଚିଠି, ପୁଷ୍ପ ତନୁର ପରଶ ପାଇକି ପଦେଇ ଦେଇଛି ପିଠି। ନିରେଖି ନିଜେ ଅନ୍ଧାରି ବିଜେ ନଗିନା କୁଣିର ନାଚ, କେମିତି କନକ କଙ୍କଣ ତୁଲେ କଥା କହେ ପାଣି କାଚ। ସେମିତି ଆଉ ଜଣେ କବିକୁ ଡାକିବା। କବି ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଦାସ ମ୍ୟାଡାମଙ୍କୁ ନିବେଦନ କରିବି ସେ ତାଙ୍କର ଚମତ୍କାର କବିତାଟି ପାଠ କରିବେ। ନାଁଟା କଣ କହିଲ ଆଉଥରେ? ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ଦାସ। शुभ संध्या। थैंक यू महास्मिता मैडम। समस्त को मु यथामान्य प्रणाम जनाउछि आ मोर प्रिय बांधवी मान को बहुत सारा स्नेह। बहुत दिन पर आमे समस्त देखा होचे, बहुत खुशी लागुछि। बंद कर दो। मु एबे कविताटी पाठ करिया पय जाउछि। कवितार शीर्षक अंतरर प्रवाह समय। समय को नेकी तो आमे बहुत सारा कविता सुनी चंती। मोर गोटिए भिन्न धरणर परिकल्पना आपन को भल लागिले मते निश्चय जणेबे। समय एक अदृश्य चक्र, शून्यतार गभीर अंतस्वर, जेउथिरे आमे समस्ते मृदु तरंग शब्द मात्र। समय मनर सफा दर्पण, सुख दुख वर्तमान अबा अतीत प्रतिफलन रे से खूब निपुण। केबे प्रेमर बारिधि होई विरहरे भिजाए मनर आकाश, पुणी केबे मिछ गर्वरे मिठा संपर्क भांगी दिए कोमल मन को जाली दिए, खाली समयटा जहा मुंडाए सबु दोष। समय केबे मनुष्य को करे ध्यानमग्न ऋषि, पुणी केबे अभिमानी राजा। से नुहे दयालु किंबा क्रूर, से केवल प्रवाह एकमात्र सत्यर स्रोत निरंतर। से तुमे से मु से सत्ता से प्रत्येक प्राणर एक नुआ कहानी। से स्वप्न से स्थिति से स्मृति जीवार आशा जाउथाए बुड़ी। उजाणी बहिब किंतु नुआ सकाळ निश्चय आसीब। उजाणी बहिब किंतु नुआ सकाळ निश्चय आसीब। समय को बैरी नुहे साथीटी करिबा, तार प्रत्येक तरंगरे जीवन उत्सवर संगीत को उपभोग करिबा, तार प्रत्येक तरंगरे जीवन उत्सवर संगीत को उपभोग करिबा। धन्यवाद। अनेक अनेक धन्यवाद मैडम। जहाँ मु देखुची ताहा क्षण समयर जुगहीन व्यक्तिमय आखि दियोटीरे ताहा पुणी निर्मिषके ओडी पड़ुथिबा मुहूर्तर पाकुड़ा पाकुड़ा दिक दिक जड़ुथिबा किछि क्षण पाई पाहांतार कुआंतार परी। निसंकोचे थोई दियो मोर हाथ पापली रे तुमर जेते घृणा जेते अपवादर भाव, ताकुई साउंटी नहीं को अनासक्त समयर धां दौड़ी रे मिशिजीवी और मिसाई अनाग्रह पार्थिव दिगंत मनलोभा रूप लापन्य।
ସେ ସମୟ କେବେ ବିଧୁର ତ କେବେ ବେଦନାଦାୟକ, କେବେ ସ୍ମୃତି ମଧୁର ତ କେବେ ଶୀତ ବେଳାଭୂମିର ଝାଉଁବଣରେ ଝରୁଥିବା ବାରିଝର ପରି ସମୟ। ହାତ ମୁଠାରୁ ଖସିଯାଏ, ଜାଣି ହୁଏନି ସେ ସମୟକୁ କେଉଁ ପଣତ କାନିରେ ବାନ୍ଧି ଦେଇ ହୋଇବ ଯେ ସମୟ ତ ଅବିଶ୍ରାନ୍ତ ଭାବରେ ଟିକ୍ ଟିକ୍ ଚାଲୁଥାଏ କେଉଁ ଏକ ଦୂରରୁ ଦିଗନ୍ତ ପର୍ଯ୍ୟନ୍ତ। कवि श्री प्रशांत कुमार नाथ को निवेदन करी कवि से तंकर एक सुंदर कविता पाठ करेंगे। महोदय किसी असुविधा है कि आपण वीडियोटा ना बंद कर दियंतु तो आपनकर ऑडियोटा क्लियर आसीबो। आगे परे परे श्री प्रशांत कुमार नाथ को निवेदन करी से तंकर कविता पाठ करेंगे। प्रशांत सर मते सुनि पारुछन्ती? समस्त को मोर सारस्वत प्रणाम। समय को नहीं दुर्गेश अपांकर एक सुंदर कविता शुणी सारा पर मोर गाँ आज केमिति समयर पालारे बंदी होई पड़िछि ताकु नहीं मोर एक कविता गुमुरी कांदुछि गाँ। सरी गोटे मिनिट। गाँटा मुहर हसु नहीं एबे सुबुची ताहारी कांद, रेकर्ड डांस पशि आसिलानी शुभु नहीं चंपू छंद। गाधुआ तुठटा खाली खाली दिसे नहीं से हलदी गिना, पदिए कथारे संपर्कटा एठी होई जाउअछि चुना। बलद नहीं कि दिशु नहीं हल गुहाळ पड़िछि खाली, कोंला बाछुरी मारू नहीं डिया नहीं नुआ बहु चाली। धान खेत सबु पड़िया पड़िछि पोखरी रे दल भर्ती, शुभु नहीं आउ शुभु नहीं जमा मो गाँ रजस कीर्ति। गांधी गोपबंधु मूर्तिंक उपरे आंठुए उचार घास, सभिंक उठरे खेलु अछि एबे छलनार मिछ हस, छलनार मिछ हस। चाळ घर सबु कोठा होई एबे, चाळ घर सबु कोठा होई एबे गाँ रे होईछि ठिया, मलय पवन देहरे बाजुनी झरु अछि खाली निया। कंक्रीट सड़क गाँ रे मोहर, कंक्रीट सड़क गाँ रे मोहर, चिकिनिया दिसे भारी, कादुआ बा कहीं आसीब सेउठु आसिले बरसा झरी। गछटिए पाई जागा टिके नहीं, गछटिए पाई जागा टिके नहीं, नहीं जमा बाड़ खीर, निज जागा एठी निज आयतरे गढ़ी सीमेंट प्राचीर। बापा बोऊ डाक हजित गलानी, बापा बोऊ डाक हजित गलानी, मम्मी डाडी करे बाई, ओळिकी प्रणाम चुलिकी गलानी, सुबे खाली हालो हाय। कार बाइकी घरे घरे एबे नाही जमा सुनु गाड़ी, नाबालक पुओ बजार बुलुची चूल दाढ़ी मेंचे छाड़ी। 70 बयस बुढ़ीटार एबे कसी कनियार रूप, गाँ रे मोहर लागी अछि एबे सहरी सभ्यता छाप, सहरी सभ्यता छाप। नाई मौचुक गाँ रे मोहर, नाई मौचुक गाँ रे मोहर, बासु नाही पिठा पणा, पड़िसा घरर नाम पचारिले पड़ोशी की नाही जना, पड़ोशी की नाही जना। सहरी चलणी केबे ठारू आसी देइची ताहारी छुआ, निजे बंदी होई अन्यर पाखरे कांदु अछि मोर गाँ, कांदु अछि मोर गाँ। नमस्ते। धन्यवाद देवी, सुंदर कविता। कलम फूल निजेरे शुए, नरम संज हसे, कंच कमला सबुज घासे, शिशिर बिंदु हसे, पानीर पंजुरी ठेली माछरंका बुड़ी जाए, उड़ी जाए गेंडालिया, कला मेघ आसे नई छाऊ बण गीत गाए, मौसुमी मऊ पी पी।
ଆଖିର କପଟ ମୋର ଫେରି ଆସେ ଯେତେବେଳେ ଆକାଶର ଭ୍ରାନ୍ତ ପାରି ହୋଇ ତୁମର ଦେହରେ ଏ କ୍ଳାନ୍ତି ଆଉ ଭୋକ ଶୋଷ ଉତ୍ତେଜନା ଖେଦ ଆଉ କୁହୁର ଭିତରେ ମୋ ଦେହରେ ସ୍ୱପ୍ନ ଧରି ବସିଯାଏ ସମୟର ନଈ। ସେ ନଈ କେବେ ଗାଁ ପାଖରୁ ଦେଖିଥିବା ନଈ ତ କେବେ କଳକଳ ବହେ, କେବେ ଛଳ ଛଳ ବୟସ ତା ହଜିଯାଏ ସମୟ ପାଖରେ, ସମୟ ପାହାଚ ପାଖରେ ହଜିଯାଏ ନଦୀର ବୟସ। ସେ ବୟସରେ ମୁଁ ଆଉ ଖୋଜୁଛି ମୋ ଗାଁର ସ୍ମୃତି ଭରା କିଛି ଅବଶୋଷ। ଅନେକ ଅନେକ କୃତଜ୍ଞତା ଦେବି ସୁନ୍ଦର କବିତା ପାଇଁ। ପରେ ପରେ କବି ଉମାକାନ୍ତ ନାୟକ ମହୋଦୟଙ୍କୁ ନିବେଦନ କରିବି, ସେ ତାଙ୍କର କବିତା ପାଠ କରିବେ। ଆଜ୍ଞା, ଶୁଭ ସନ୍ଧ୍ୟା ସମସ୍ତଙ୍କୁ ନମସ୍କାର। ଆପଣଙ୍କୁ ମୁଁ ଶୁଣା ଯାଉଛି? ହ୍ୟାଲୋ। ଆଜ୍ଞା ସାର୍, ଆଜ୍ଞା ସାର୍। ଆଜ୍ଞା ସାର୍। ଏ କଥା ହଉଛି କଣ କି ମତେ ଭିଡିଓଟା ଚାଲୁ ନାହିଁ, ଅଡିଓଟା ଚାଲୁଛି। ମୁଁ ବୋଧେ ମୋ ଜୀବନର ପ୍ରଥମ ଏଇ ଅନଲାଇନରେ କବିତା ପାଠ ବା ସାହିତ୍ୟ ଚର୍ଚ୍ଚା କରୁଛି। ଶୁଭୁଛି ତ? ହ୍ୟାଲୋ। ଆଜ୍ଞା ସାର୍, ଶୁଭୁଛି। ଆଜ୍ଞା ସାର୍। ଆଜ୍ଞା ସାର୍, ଆଜ୍ଞା ସାର୍। ମୋର କବିତାର ଶୀର୍ଷକ ହେଉଛି ସୁଖଦା ନାୟକ। ବହୁ ବର୍ଷ ପରେ ସୁଖଦା ନାୟକ ସହ ସାମ୍ନା ହେଲା ତାର କବିତା ପୃଷ୍ଠାରେ। ମୋ ଉପର ଶ୍ରେଣୀରେ ପଢୁଥିବା ତନୁ ପାତଳୀ ସୁଖଦା କବିତାରେ ଲେଖିଥିଲା ସେ ଏବେ କଣ ଗୋଟେ ଖୋଜୁଛି। ସକାଳ ଆଲୁଅଟା ତାକୁ ଭୟଭୀତ କରୁଛି, ରାତ୍ରିର ଅନ୍ଧକାର ତାକୁ ନିସଙ୍ଗ କରୁଛି। ସୁଖଦା ନାୟକ କଣ ଖୋଜୁଛି? ତା ପ୍ରେମ କରୁଥିବା ବୟସକୁ ବା ବୟସରେ ଦାଗ ଲାଗିଥିବା ରଙ୍ଗକୁ ବା ଉତ୍ତୀର୍ଣ୍ଣ ବୟସରେ ବାହା ହୋଇ ପୁଣି ଛାଡ଼ପତ୍ର ଦେଇଥିବା ମୁହୂର୍ତ୍ତକୁ। ସୁଖଦା ଦେଖାହେଲେ କହନ୍ତି ଖୋଜିବାଟା ନିରର୍ଥକ, କାରଣ ଗୋଟିଏ ମୁହୂର୍ତ୍ତ ଠାରୁ ଆଉ ଗୋଟିଏ ମୁହୂର୍ତ୍ତ ମାଇଲ ମାଇଲର ବ୍ୟବଧାନ। ନମସ୍କାର। ଆପଣଙ୍କୁ ମୁଁ ପୁରା ଶୁଣାଗଲି? ଆଜ୍ଞା ସାର୍, ସୁନ୍ଦର କବିତା, ଆପଣଙ୍କୁ ଅନେକ ଅନେକ କୃତଜ୍ଞତା। ସବୁଆଡେ ଅନ୍ଧକାର କେଉଁଆଡେ ଯିବ, ପାଦ ତୁମ ଝୁଣ୍ଟି ହେଲେ ମୋ ପାଦରେ ଆଘାତ ଲାଗିବ। ତୁମେ ଟିକେ ଡରିଗଲେ ମୋ ଛାତିରେ ଛନକା ପଶିବ। ଜହ୍ନ ଏଠି ହୁଏ ନାହିଁ, ତାରାଙ୍କର ନଥାଏ ଆଲୋକ। ଋତୁ ବଦଳୁଛି ପରା, କେଉଁଆଡେ ଯିବ, ତୁମେ ଯଦି ଚାଲିଯିବ ସବୁ ଦୋଷ ମୋତେ ହିଁ ଲାଗିବ। କାଲି ରାତିର ସ୍ମୃତି ଚିରକାଳ ରହୁ, ମୋ ଓଠରେ ଯାହା ଲେଖା ଅଛି ସେ ବି ତ ସବୁଦିନେ ଥାଉ। ଏ ସ୍ମୃତି ସୁଖଦାର ସ୍ମୃତି ହେଇଥାଉ। ଅନେକ କୃତଜ୍ଞତା ସାର୍। ପରେ ପରେ କବି ପଣ୍ଡିତ ନାଗଚରଣ ଦେବତାଙ୍କୁ ନିବେଦନ କରିବି, ସେ ତାଙ୍କର ସୁନ୍ଦର କବିତାଟେ ଆମକୁ ରଚି ଦେବେ। ସାର୍ ମତେ ଶୁଣି ପାରୁଛନ୍ତି ନାଗ ଭାଇ ନା? ଲେଫ୍ଟ ହେଇଗଲେ ବୋଧେ? ଆଜ୍ଞା ସାର୍। ସେ ନାଗବାବୁ ବୋଧେ ଏବେ ଜଷ୍ଟ ଲେଫ୍ଟ ହେଇଯାଇଛନ୍ତି, ତାଙ୍କର କିଛି କନେକ୍ସନ ପ୍ରୋବ୍ଲେମ ହଉଛି। ଆପଣ ଡକ୍ଟର ବୀଣାପାଣି ପ୍ରଧାନଙ୍କୁ ଡାକିଦେବେ। ହଁ, ପରେ ପରେ ଡକ୍ଟର ବୀଣାପାଣି ପ୍ରଧାନଙ୍କୁ ନିବେଦନ କରିବି, ଏକ ସୁନ୍ଦର କବିତା ସେ ଆମକୁ ପଢି ଶୁଣାଇବେ। ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ସାନମାନଙ୍କୁ ମୋର ଭଲ ପାଇବା, ଆଉ ବନ୍ଧୁମାନଙ୍କୁ ଶୁଭେଚ୍ଛା। ମୋ କଥା ଶୁଭା ଯାଉଛି? ଏତେ ସୁନ୍ଦର କବିତା ଆଉ ଏତେ ସୁନ୍ଦର ସଂଯୋଜନା ଶୁଣିଲା ପରେ ମୁଁ ଟିକେ ଡରି ଯାଇଛି କଣ ମୁଁ ଗାଇବି ବୋଲି, କଣ ମୁଁ କହିବି ଏଠି ବୋଲି। ଖୁବ ସୁନ୍ଦର ଲାଗୁଛି ମହାସ୍ମିତା ମ୍ୟାଡାମ, ବହୁତ ସୁନ୍ଦର ସଂଯୋଜନା ଆପଣଙ୍କର ଉପସ୍ଥାପନା। ଶବ୍ଦ ଗୁଡ଼ିକ ଶୁଣିଲେ ଲାଗୁଛି ଆମେ ଆଉ କଣ କବିତା ଲେଖିବୁ, ଆପଣ ତ ସବୁ କହିସାରିଲେଣି। ତ ଆଜି ମୋର କବିତା ପୃଷ୍ଠାରୁ ମୁଁ ଯୋଉ କବିତା ସଂକଳନଟି ଏଇ ମାସେ ତଳେ ଉନ୍ମୋଚନ କରିଛି, ସେହି
कविता बही दुईटी कविता छोट मोर कविता गुड़िक बहुत छोट कारण मु गद्य मनस्क किंतु को समय मते किछि लिखि देइछि जहाकु मु आपण मानक आगरे उपस्थापना करबा को जाउछि किंतु कविता काहेकि ता विषय मु टिके कहबा को चाहूछि जदि समय अछि समय जदि अछि मु तारे कहि परिबी तपस्वी तो कविता काहेकि कविता ही काहेकि ता विषय मु टिके कहबी कथा कौन कि आमे जते बेले पळे आसु गाँ ओडिशा आमे ताकू ही जुरु मनीष बोधे जहा को पाएनी से झुरापण से कविता लिखे ता पाखरे जो जिनसटी नथिबो से ताकू ही बेसी झुरे बोधे पाइतिले ताकू केबे कविता ऊपर परिणत कर न थांदा किंतु जते बेले हराय से हरेबा को से बेसी बेसी मधुर करे ताकू सेइथिरु मोर किछि निज कथार धाड़ी मु पढुछि काच झरका पछरु जन्म देखी हुए सत किंतु मन पुरेनी पिला दिनु गाँ चालू जी जन्म देखी प्रेम पड़े से भूली पारेनी अतीत को जेते पछ करी आसिले भी जीवन रे दौड़े मनीष आग को जेते बढ़ी जाए सेतिकी मन पड़े पिछला दिन गाँ स्कूल सहपाठी कॉलेज छक संपर्क और विच्छेद बोधे से निशा थाए भिड़ी धरिबा को जीवन रो तमाम स्वप्न को आकांक्षा को स्वप्न भंग को क्षणिक पाई हेले मध्य से बोधे धरई दिए से हजिथिबा मधुरपण को से मधुरपण आउ तिक्त अनुभूति को नहीं मोर किछि कविता दुईटी सेथिरु मु उपस्थापना करिवि आपण मानक सामना रे गोटे कविता भल झियो आउ गोटे कविता भूक भल झियो विषय रे मोर कविता किछि एमिति भल झियो किए जीए सरु हस तले समुद्रटे लुचाई पारे ना कांदी कांदी मीडिया रे गाली दिए ना मंदिर रे घंटा देई प्रेमिकर शुभ मनासे ना बापा माँ इच्छा रे बाहा हुए शुभुचे भल झियो किए से स्वप्न देखी देखी कौन बंचु थाए रास्ता रे जे आसे ताकू से हटाए भल झियो कौन से नुह जे प्रेमिकर प्रतिश्रुति रे घर छाड़े से भी नुह जे बापा माँ खुशी रे बेदी रे होम हुए भल झियो कौन से भी नुह जे इच्छा मते जिए थलकूल न मानी नई भली बही जाए उजुड़ा छाती रे पृथ्वी सबुज करे ना ना ये सब भूल समाज परा भल झियर पोथी तैयारी छी ना ना ये सब भूल समाज परा भल झियर पोथी तैयारी छी जेउठी से चुली रे काठ हुए जेउठी से चुली रे काठ हुए हांडी रे फुटुथिबा भात सिजु थाए तार हाड़रू मांस ये थिला भल झियो विषय रे गोटे छोट कविता आ गोटे कविता मु भाबुची आपण मानकु भल लागी पारे से कविताटी होउची भोक भोक विषय कविता किछि एमिति कहिदे ए समाज मिछ कहिदे ए समाज मिछ ए मनीष मिछ गोटे सत केवल भोक किछि मनीष रातिर खोज रे सुखी किछि दिन आलुओरे भी बैरागी किछि भोक लुचि पालटी गलेनी सब किछि भोक देखई इंस्टा रे बढ़ांती बेग किछि भोक बदली गलेनी कहलेनी से भोक नुह से प्यासन ग्रस्त किछि भोक समुद्र कूल रे सिगारेट टाणती कहती से भोक नाही आउ शोष नाही ए जीवन रे किछि नाही तथापि तो जुआर बढ़ुची कूल खाइलाणी जीवन को बुझिबार शोक ए होउची आमरी भोक थैंक यू धन्यवाद समस्त को मते सुजोग देथिबारु
धन्यवाद अनेक मोर अनेक धन्यवाद देवी आज्ञा बहुत सुंदर कविता दुईटा आख एति सुंदर कविता बेले बेले वर्षा अमानिया भारी दुष्ट झीटे परी झरका भांकरे आसी छुई दिए मशारे दुष्टामी करी सारा राति बसी झरका लमरे लेखे वर्षार गीत तमे आ वर्षा मो पाई कि गले दुई पासे दुई मित केही न जानिले हृदय जानिछि मनर गोपन पाप गोटिए गपरे छातीरे साइता गोटिए स्मृतिर गप कोटी तारार मेଳରେ जळुछि जह्नर गोटिए दीप गोटिए पुण्ୟରେ ଲୁଚି ଯାଏ ନାହିଁ मनर गोटिए पाप सुंदर कविता पाई आपनको पुणी ଥରେ धन्यवाद देवी परे परे कविता पर्व को पुणी फेरिबा कवि गोलेख पलेन को निवेदन करिवे से तांकर कविता पाठ करिवे मैडम नागो बाबू आसी आइछन्ती गोलेख नागो भाई मते अछन्ती सुनी पारुछन्ती आगे आगे सर पंडित नागचरण देवता को निवेदन करिवे से तांकर कविता पाठ करिवे परे गोलेख भाई आपण प्रस्तुत होई रुहंतु परे नागो भाई को परे आपण कविता पाठ करिवे नागु सर मते सुनी पारुछन्ती ठीक अछि गोलक बाबू पढन्तु तापरे ताको कोहन्तु प्रस्तुत हबको आज्ञा सर गोलेख भाई आपण को निवेदन करिवे आपण गोटे सुंदर कविता हमको पाठ अनम्यूट करंतु परे करन्तु परे नागु भाई को निवेदन करिवे गोलक भाई प्रस्तुत अनम्यूट होइते करन्तु तांकर कविता पाठ करिवा पे गोलक भाई अनम्यूट करन्तु अनम्यूट करन्तु हाँ ठीक अछि आज्ञा नमस्कार देवी सारला और कवि सारला माटी आपण मानक शारदीय अभिनंदन समस्त कवि कवयित्री भाई भौणी मानक मोर कृतज्ञता ज्ञापन करुचे मोर आजिर कविता एक भिन्न कविता पनीपरिबा और खाद्य सामग्री को नहीं मो प्रिया बाबतरे गोटे कविता शुणिबे सजनी गो तमे मो कोसला साग मो सजनी को कोसला साग करछि पखाल कंसार तोराणी गो मोर तमे मो कोसला साग पखाल कंसार तोराणी गो मोर तमे मो कोसला साग आलू बाईगण टमाटो चाखण सकाळर गजा मुग तमे मो कोसला साग तमे मो कोसला साग बड़ी बाईगण सजना तुअण बड़ी बाईगण सजना तुअण बंतल कदली भजा तमे दही कड़ी मो मसला मुड़ी तमे दही कड़ी मो मसला मुड़ी नहुली नरम मंजा पानी कखारुर सुआद साकर तमे तो मौन भोग सजनी गो तमे मो कोसला साग तमे मो कोसला साग कोलथ डाली रे रसुण छुंकरे कोलथ डाली रे रसुण छुंकरे तमे अनाहुत बास नुआ मुग जाई आंब कसी देई धुआ डाली होई रस सुखुआ भजार बेसर गमर सुखुआ भजार बेसर गमर लागत सबुटु बाग पखाल कंसार तोराणी गोमर तमे मो कोसला साग कसी औराई आंबीर रे थाई कसी औराई आंबीर रे थाई तुमे तो आंबुल खटा किसमिस दिया खीरी आगो प्रिया तुमे सुआदिया मिठा पोटल रसार रसालिया झोल पोटल रसार रसालिया झोल केड़े रसुआल लाग पखाल कंसार तोराणी गोमर तमे मो कोसला साग तुसी कलरार कटु पिता मोर तुसी कलरार कटु पिता मोर तमे मो चैती निंब चितौ चकुली पेड़ा रसावली बैशाखी पाचिला आंब बासी कांजी पानी खुद पिता राणी बासी कांजी पानी खुद पिता राणी कुआरी उखुड़ा पाग पखाल कंसार तोराणी गोमर तुमे मो कोसला साग माछ सागुआती श्रीमती माछ सागुआती झोले गो श्रीमती तमे गुजुराती थोपा
ବାଲାମି ଚାଉଳ ଭାତରେ ବିରଳ କେବେ ତ ହୋଇନ ଖପା ପିଆଜ ରସୁଣ ଅଦା ଲେମ୍ବୁ ଲୁଣ ପିଆଜ ରସୁଣ ଅଦା ଲେମ୍ବୁ ଲୁଣ ତମେ କଷି ଲଙ୍କା ରାଗ ପଖାଳ କଂସାର ତୋରାଣୀ ଗୋମର ତମେ ମୋ କୋଶଳା ଶାଗ ପୋଇ ଡଙ୍କ ସାରୁ ଝୁଡଙ୍ଗ କଖାରୁ ପୋଇ ଡଙ୍କ ସାରୁ ଝୁଡଙ୍ଗ କଖାରୁ ଆଳୁ ଦେଶୀ ଆଳୁ ବୁଟ ମୂଳା କନ୍ଦମୂଳ କାଙ୍କଣ ପୋଟଳେ ତୁମେ ତ ଦ୍ୱିତୀୟା ଘାଣ୍ଟ ତମେ ଖାଦ୍ୟେଶ୍ୱରୀ ଡାଲମା ସୁନ୍ଦରୀ ତମେ ଖାଦ୍ୟେଶ୍ୱରୀ ଡାଲମା ସୁନ୍ଦରୀ ଧନିଆ ପତର ଅଗ ପଖାଳ କଂସାର ତୋରାଣୀ ଗୋମର ତମେ ମୋ କୋଶଳା ଶାଗ ତୁମେ ମୋ ଲହୁଣୀ ଦହି ଛେନା ପାଣି ତମେ ମୋ ଲହୁଣୀ ଦହି ଛେନା ପାଣି କ୍ଷୀର ଘଡିର କୋରୁଅ ଖଣ୍ଡ ବସା ଦହି ରାବିଡି ଗୋସହି ଖର ମରା ଗୁଆ ଘିଅ ଖର ମରା ଗୁଆ ଘିଅ ମନୟନ ତାରା ମୋ ପ୍ରାଣ ପସରା ମନୟନ ତାରା ମୋ ପ୍ରାଣ ପସରା ସବୁ ସମ୍ପଦଠୁ ଆଗ ପଖାଳ କଂସାର ତୋରାଣୀ ଗୋମର ତୁମେ ମୋ କୋଶଳା ଶାଗ ଆଳୁ ବାଇଗଣ ଟମାଟୋ ଚାକଣ ସକାଳର ଗଜା ମୁଗ ତମେ ମୋ କୋଶଳା ଶାଗ ତମେ ମୋ କୋଶଳା ଶାଗ। ନମସ୍କାର। ବାଃ 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 ସମସ୍ତ ପାଟିରୁ ଲାଳ ବହିବା ବଢିଆ ଆରମ୍ଭ ବଢିଆ ହୋଇଯାଇଛି। ବହୁତ ବଢିଆ। ଯେତେ ଏବେ ଯେତେ ତରକାରୀ ସବୁ ଯେତେ ଆଇଟମ ସବୁ ଗୋଲକ ଭାଇଙ୍କର କବିତାରେ ଆଜି ଝଲମଲ ହେଲା। ଦ୍ୱିତୀୟା ଘାଣ୍ଟର ବହକରେ ଗୋଲେକ ଭାଇ ଏତେ ସୁନ୍ଦର କବିତା ଅନେକ ଅନେକ କୃତଜ୍ଞତା ଓ ପ୍ରଣାମ ଜଣାଇବି ଆପଣଙ୍କ କଲମକୁ। ସମୟ ସାଥିରେ ସମ୍ପର୍କର ଗୋଟିଏ ନୀତି ବଦଳୁଥାଏ ମନର ସମ୍ପର୍କ ଥରେ ଯୋଡି ହେଲେ ରହେ ତ ମରିବା ଯାଏ। ସମ୍ପର୍କ ଆମ ଥିଲା ତ ଦିନେ ଫୁଲ ଆଉ ପ୍ରଜାପତି ଆଜି ସେ ସିନା ବଦଳି ଗଲା ଆକାଶ ଆଉ ମାଟି। ସୁରରେ ମୋର ଆସିଲୁ ନାହିଁ ନଆ ତୁ ପଛେ ନାହିଁ ଶବ୍ଦରେ ମୋ ଆସୁଥା ନୀତି କବିତାଟିଏ ହୋଇ ଶବ୍ଦରେ ନୀତି ଆସୁଥା ଟିକେ କବିତାଟିଏ ହୋଇ ଏମିତି ସେ ପରଶ ଯେଉଁ ପରଶରେ କବିତା ଆପେ ଆପେ ଝରିଯାଏ ସେ ଶାଗରେ ହେଉ ମୁଗରେ ହେଉ ବା ଦ୍ୱିତୀୟା ଘାଣ୍ଟରେ ହେଉ କବିତା କଲମକୁ ଚଲାଏ କାଗଜର ମୁକୁଳା ଛାତିରେ ସେ କେବେ ଆପଣମାନଙ୍କୁ ବ୍ୟଞ୍ଜନ ତିଥିରେ ବ୍ୟଞ୍ଜନ ପରସେ ତ କେବେ ମାଟି ମାଆ ସହିତ ସମାନ ଭାବରେ ଭିଜା ମାଟିର ସ୍ପର୍ଶ ଦିଏ। ପୁଣି ଥରେ କବିଙ୍କ ମନସ୍ଥ ହେବା କବି ପଣ୍ଡିତ ନାଗଚରଣ ଦେବତାଙ୍କୁ ନିବେଦନ କରିବି ସେ ଆମକୁ ସୁନ୍ଦର କବିତାଟି ପଢି ଶୁଣେଇବେ। ମୋ କଥା ଶୁଭିଲା ବି କଥା ଶୁଭୁଛି? ଆଜ୍ଞା ଆଜ୍ଞା ଶୁଭୁଛି ଶୁଭୁଛି। ହଁ ମୋର ଆଜ୍ଞା କବିତାର ଶୀର୍ଷକ ଆମ ଗାଁ ଆମ ଗାଁ। ହ୍ୟାଲୋ ଶୁଭୁଛି? ଶୁଭୁଛି ଆଜ୍ଞା କୁହନ୍ତୁ। ହଁ ଆଗ ଭଳି ଏବେ ଆମ ଗାଁ ଅଛି ପିଲାଏ ଖେଳନ୍ତି ବାଗୁଡି ଖେଳ କାଦୁଅରେ ଆମ ରାସ୍ତା ପଛ ପଛ ଗାଡି ଚାଲିବାରେ ହେଉଛି କାଳ ଦାଦା ଖୁଡି ଆଇ ଡକାଇବେ ଭଉଣୀ ଭାଇ ସାଣି ସାହିର ଦେବ ଭାଇ ଝିଅ ବାହା ହୋଇଗଲା ଶାଶୁ ଘରକୁ କାନ୍ଦଣା ଲହରୀ ଆଗ ପରି ହେଲା କାନ୍ଦୁଥିଲେ ଚାହିଁ ଆଗ ପଛକୁ ମହାନ୍ତି ସାହିର ଝିଅ ବାହାଘରେ ଘାଣ୍ଟ ତରକାରୀ ବଢିଆ ଗାଁ ସାରା ବସି ଏକାଠି ଖାଇଲେ କ୍ଷୀରି ମିଠା କିଏ କେତେ ଖାଇଲା। ପ୍ରଫୁଲ୍ଲ ଭାଇର ଅଷ୍ଟପ୍ରହରୀରେ ଗାଁ ସାରା ରାତ୍ରି ଅନିଦ୍ରା ହେଲେ ହରେ କୃଷ୍ଣ ହରେ ରାମ ଗାଇ ଗାଇ ଦଧି ହାଣ୍ଡି ଧରି ସର୍ବେ ନାଚିଲେ। ପୂର୍ବ ଭଳି ଏବେ ଅନିଲ ଭାଇନା ତାଲିମା କରି ଆସୁଛି ସମସ୍ତେ ବସିକି ମାଙ୍କୁ ଡାକନ୍ତି ଭୋଗ ରାଗ ଖାଇ ଘରେ ଯାଆନ୍ତି। କାମ ପାଳୁ ହୁଏ ବରଷକେ ଥରେ ନିଜ କାମ ପାଇଁ କେହି ନଥାନ୍ତି ଗାଁ ସଫା କରି ଦିନରେ ଶୁକ୍ଳ ଚତୁର୍ଦ୍ଦଶୀ ଫାଲ୍ଗୁନ ମାସର ଶୁକ୍ଳ ଚତୁର୍ଦଶୀ ଗୋପୀଙ୍କ ଜନ୍ମ
ଛୁଆ ଦୁଃଖ ସେଠି ମା ତା ଧନ୍ୟ ସେଇଠାରେ ଧନ୍ୟ ନାଗବାବୁ କ୍ଷମା ଚାହୁଁଛି ଆପଣଙ୍କର ଭଏସ ଟା ଆସୁନି ଆପଣ ଭିଡିଓଟା ବନ୍ଦ କରିଦେଇକି ଖାଲି ଅଡିଓରେ କୁହନ୍ତୁ ଆପଣଙ୍କ ଭଏସ ଟା ଟିକେ ରହିଯାଇଛି ଶୁଭୁନି ଆପଣ ଭିଡିଓଟା ବନ୍ଦ କରିଦିଅନ୍ତୁ ଖାଲି ଅଡିଓରେ କୁହନ୍ତୁ ଆଜ୍ଞା ଆଜ୍ଞା କହୁଛି ଆଜ୍ଞା ହେଲା ତ ଏବେ ଶୁଭୁଛି ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ମୋର କୁହନ୍ତୁ ଶୀର୍ଷକ ଅଛି ଆମ ଗାଁ ଆମ ଆମ ଗାଁ ଆଗ ଏବେ ଆପଣଙ୍କ ଭଏସ ଭଲ ଭାବରେ ଶୁଭୁନି ଭାଇ ତେଣୁ ଆପଣ ମୁଁ ଭାବୁଛି ପରବର୍ତ୍ତୀ ସମୟରେ ଇଏ କରନ୍ତୁ କାରଣ ଭଏସ ଠିକ ଆସୁନି ଆପଣ ଆଦୌ କିଛି ଶୁଭା ଯାଉନି ଆଉ ଠିକ ମାସ୍ମିତା ପରବର୍ତ୍ତୀ ଆଜ୍ଞା ଆଜ୍ଞା ସାର୍ ଅନେକ ଅନେକ ଭାଇଙ୍କର କୌଣସି ଯାନ୍ତ୍ରିକ ତ୍ରୁଟି ସହିତ ଆମକୁ କବିତା କିଛି ଶୁଭିଲାନି ପରେ ପରେ ଭାଇଙ୍କୁ ପୁଣି ଥରେ ସୁଯୋଗ ଦେବା ତୁମ ଗାଁ ରଜଡୋଳି ଚାରିଜାତ ମକର ମେଳନ ତୁମ ଗାଁ ନାଉରିଆ ଡଙ୍ଗା ପରି ଦୂର ବଂଶୀ ସ୍ୱର ତୁମ ଗାଁ ମଥାନରୁ ଧୂଆଁ ଉଠେ ଗୋଧୂଳି ଉଡ଼ିଲେ ତୁମ ଗାଁ ମନ୍ଦିରରେ ଘଣ୍ଟା ବାଜେ ମୁହଁ ସଞ୍ଜ ବେଳେ ସଂସାର ସଉଦା ସାରି ଠକା ମାରି ଫେରୁଥାଏ ହାଟର ବାଟୋଇ ତୁମ ଗାଁ ମଶାଣିରେ ଜୀବ ଲହ ଲହ କରି ଜଳୁଥାଏ ଜୀବନର ଜୁଇ ଏ ଗାଁ ତୁମକୁ ଛାଡ଼ି ଆସିଛି ଧାଡ଼ିଏ ଦୁଃଖ ପାଶେ ଆଜି ବି ତମରି କଳା କଳ୍ପନା ମେଘ କଟିବାସେ ହେ ନଈ ତୁମକୁ ଛାଡ଼ି ଆସିଛି ବିଧାର ଅଶ୍ରୁ ପାଖେ ଆଜି ବି ତମରି ଲାଜେଇ ଲହରୀ ତୁଠ ପଥର ଲାଗେ ସେଇ ଗାଁର ସ୍ମୃତି ଯେତେ ସହରରେ ରହିଲେ ବି ହାତ ଥାଟି ଡାକେ ସେ ପିଲାଦିନର ଗାଁରେ କଟେଇଥିବା ଅନେକ ଅନେକ ରୋମାଞ୍ଚ ଭରା ସ୍ମୃତି ପରେ ପରେ କବିତାକୁ ଫେରିବା କବୟିତ୍ରୀ ଡକ୍ଟର ବସନ୍ତ ମଞ୍ଜରୀ ଦାସଙ୍କୁ ନିବେଦନ କରିବି ସେ ତାଙ୍କର ସୁନ୍ଦର କବିତାଟେ ଆମକୁ ପଢ଼ି ଶୁଣାଇବେ ବସନ୍ତ ବାପା ମତେ ଶୁଣି ପାରୁଛ हेलो हेलो हाँ ଆଜ୍ଞା ମା ଶୁଭୁଛି କୁହନ୍ତୁ ପରିଶେଷରେ ମୋର ଧନ୍ୟବାଦର ପର୍ବ ବାସ୍ତବରେ ମୁଁ ନିଜକୁ ଧନ୍ୟ ମନେ କରୁଛି ମୁଁ ନିଜେ ନିଜକୁ ଧନ୍ୟବାଦ ଦଉଛି ଏଇଥିପାଇଁ ଯେ ଯେଉଁମାନେ ଆଜି ଏଥିରେ ଯୋଡ଼ି ହେଇଛନ୍ତି ସେମାନେ ମାନେ ବଡ଼ଦାଣ୍ଡର ବଡ଼ ଅପା ବଡ଼ ଧନ୍ୟବାଦ ଦବା ପୂର୍ବରୁ ଆପଣଙ୍କ ପାଖରୁ ସୁନ୍ଦର କବିତାଟେ ଚାହିଁବି କବିତା ପାଇଁ ତ ମୋତେ ନିର୍ଦ୍ଦେଶ ନଥିଲା ତେଣୁ ଯଦି ନିର୍ଦ୍ଦେଶ ଆସେ ତାହେଲେ ମୁଁ କବିତା ଗାଇବି ତପସ୍ୟାଙ୍କୁ ନିବେଦନ କରିବି ଅପା ସୁନ୍ଦର କବିତା ନା ଲେଖନ୍ତି ଆପଣ ପ୍ଲିଜ ମା ପଢନ୍ତୁ ମୁଁ ତ କବିତା ପାଇଁ ପ୍ରସ୍ତୁତି ହେଇନାହିଁ ତେଣୁ ପ୍ରଥମେ ଆମର ଆରମ୍ଭ ହେଇଥିଲା ଜଗନ୍ନାଥଙ୍କର ଯୋଉ ଭକ୍ତି ଭାବନାରୁ ସେଇ ଭକ୍ତି ଭାବନାକୁ ନେଇ ମୋର କବିତା ତୋ ବାହୁଡାରେ ମୁଁ ବାହୁଡି ଯିବିରେ ତୋ ବାହୁଡାରେ ମୁଁ ବାହୁଡି ଯିବିରେ ତୁ ଥିବୁ ରଥରେ ମୁଁ ଥିବି ଜୁଇରେ ଶେଖଳା ଠାକୁର ଶେଷ ଇଚ୍ଛା ମୋର ଶେଷ ଦର୍ଶନ ଦବୁ ବଳ ଦାଣ୍ଡରେ
ତୋ ବାହୁଡାରେ ମୁଁ ବାହୁଡି ଯିବିରେ, ତୁ ଥିବୁ ରଥରେ ମୁଁ ଥିବି ଜୁଇରେ, ହେ ଖଳା ଠାକୁର ଶେଷ ଇଚ୍ଛା ମୋର, ଶେଷ ଦର୍ଶନ ଦବୁ ବଡ ଦାଣ୍ଡରେ। ତୋର ନନ୍ଦିଘୋଷ 16 ଚକିଆ, ଛଖଣ୍ଡ ବାଉଁଶ କୋକେଇ ତା ନାଁ। ତୋର ନନ୍ଦିଘୋଷ 16 ଚକିଆ, ଛଖଣ୍ଡ ବାଉଁଶ କୋକେଇ ତା ନାଁ। ତୋର ରସିମା ଘର ମୋକେଇ ମୋ କୋକେଇ ଥିବ ମଶାଣି, ଚାରିକାନ୍ଧ ମୋ କୋକେଇ ମୁଁ ଶେଷ ନିଦରେ, ତୋ ବାହୁଡାରେ ମୁଁ ବାହୁଡି ଯିବିରେ, ତୁ ଥିବୁ ରଥରେ ମୁଁ ଥିବି ଜୁଇରେ। ଭାଇ ଭଉଣୀଙ୍କ ସାଥିରେ ତୁ ଯିବୁ, ଭାଇ ଭଉଣୀଙ୍କ ସାଥିରେ ତୁ ଯିବୁ, ମାଉସୀ ମାର ବରସା ଖାଇବୁ, ଭକତଙ୍କ ବେଳେ ଖୁସିରେ ଖୁସିରେ ଫେରି ଆସିବୁ ତୁ 15 ଦିନରେ, ଜୁଇରେ ଜଳିବି ପାଉଁଶ ହୋଇବି, ଭୂତ ବୋଲି ନାଁ ମୋର ସବୁରି ତୁଣ୍ଡରେ, ତୋ ବାହୁଡାରେ ମୁଁ ବାହୁଡି ଯିବିରେ, ତୁ ଥିବୁ ରଥରେ ମୁଁ ଥିବି ଜୁଇରେ, ସେ କଳା ଠାକୁର ଶେଷ ଇଚ୍ଛା ମୋର, ଶେଷ ଦର୍ଶନ ଦବୁ ବଡ ଦାଣ୍ଡରେ। ଧନ୍ୟବାଦ। ଏବେ ମୋର ଧନ୍ୟବାଦର ପର୍ବ। ମୁଁ ପୂର୍ବରୁ କହିଛି ଯେ ପ୍ରଥମେ ମୁଁ ମୋତେ ଧନ୍ୟବାଦ ଦଉଛି ଏଇଥିପାଇଁ, ମୁଁ ଆଜି ଯୋଉ ଧନ୍ୟବାଦ ଖବର ଅଛି ସେଠି ଯୋଉ ମହାରଥୀଗଣ ଅଛନ୍ତି ମୁଁ ତାଙ୍କ ନିକଟରେ ଅସନ୍ତୁଷ୍ଟ। ତେଣୁ ମୋର ପ୍ରଥମ ଧନ୍ୟବାଦ ମୁଁ ଦେବି ଆଜିର ଏଇ ଆସରକୁ ଯାହାଙ୍କର ପ୍ରଚେଷ୍ଟିତ ହୋଇ ଏଇ ଆସରକୁ ଆରମ୍ଭ କରିଛନ୍ତି। ପ୍ରଥମେ ଆମ ସମସ୍ତଙ୍କର ନମସ୍ୟ କାର୍ତ୍ତିକ ସାର୍ ମହୋଦୟ, ଯିଏକି ବାଙ୍ଗାଲୋର ମାଟିରେ ତାଙ୍କର ନିଜର ଯୋଉ ପରାକାଷ୍ଠାକୁ ସେ ପ୍ରଦର୍ଶିତ କରିଛନ୍ତି। ତେଣୁ ତାଙ୍କୁ ମୁଁ ପ୍ରଥମେ ଧନ୍ୟବାଦ ଦଉଛି। ପରବର୍ତ୍ତୀ ଧନ୍ୟବାଦ ତ ନୁହେଁ, ମୋର ମଥନତା ପ୍ରଣାମ ମା ବିଜୟଲକ୍ଷ୍ମୀ ମାଙ୍କୁ, ଯାହାଙ୍କର ତୁଣ୍ଡରେ ଜଗନ୍ନାଥଙ୍କର ନାମ ଭକ୍ତି ରସରେ ଆପ୍ଲୁତ କରିଦେଇଥାଏ ପ୍ରତ୍ୟେକ ପ୍ରାଣକୁ। ତେଣୁ ସେଇ ମାଙ୍କୁ ମୁଁ ମୋର ଅନ୍ତରରୁ ଧନ୍ୟବାଦ ଜଣାଉଛି ଏବଂ ପ୍ରଣାମ ଦଉଛି ମାଙ୍କୁ। ଆଉ ଧନ୍ୟବାଦ ଦେବି ଆ ସହିତ ଜଡିତ ହେଇ ରହିଥିବା ଆମର ଆଜି ଆସରରେ ନଥିବା ସତ୍ତ୍ୱେ ମଧ୍ୟ, ଯେ ଆମର ବୈଜ୍ଞାନିକ ଶରତ ସାରଙ୍କୁ ଯେ ଚେୟାରମ୍ୟାନ ପଦରେ ଅଭିଷିକ୍ତ ଅଛନ୍ତି, ବର୍ତ୍ତମାନ ଏଇ ଯୋଉ ରଥକୁ ଯେ ସାରଥୀ ଟାଣି ନେଉଛନ୍ତି ଆଗକୁ। ଏବଂ ମୁଁ ଧନ୍ୟବାଦ ଦେବି, ଧନ୍ୟବାଦ ତ ନୁହେଁ, ମୋର ସମସ୍ତ ଆଶୀର୍ବାଦକୁ ଅଜାଡ଼ି ଦେବି ତାପସଙ୍କ ମୁଣ୍ଡରେ, ଯିଏକି ବର୍ତ୍ତମାନ ବହୁ କାର୍ଯ୍ୟରେ ଜଡିତ ଥାଇ ମଧ୍ୟ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜକୁ ଅର୍ଜୁନର ରଥର ସାରଥୀ ସାଜି ସେ ଆଗକୁ ନେଇ ଯାଉଛନ୍ତି। ତେଣୁ ପ୍ରକୃତରେ ସେ ଚକ୍ର ଧାରଣ କରୁଛନ୍ତି। ଜଗନ୍ନାଥଙ୍କର ଯୋଉ ପ୍ରତିଭାକୁ ପ୍ରତିଭାନ୍ୱିତ କରାଇବା ପାଇଁ ଜଗନ୍ନାଥଙ୍କୁ ଅଣ୍ଟା ଭିଡିଛନ୍ତି। ତେଣୁ ମୁଁ ଭକ୍ତିର ସହିତ ତାଙ୍କୁ ମୋ ଅନ୍ତରରୁ ସ୍ନେହ ଆଉ ଆଶୀର୍ବାଦ ଦଉଛି। ସ୍ନେହ ଦଉଛି ଏଇ ଯୋଉ ଆଶ୍ରୟରେ ଯୋଡି ହୋଇଥିବା ଯୋଉ ଆମର ବାଙ୍ଗାଲୋର ମାଟିର ସମସ୍ତ ଯୁବକ ଏବଂ ଯୁବତୀ ମାନେ, ଯୋଉମାନେ କି ଆମର ବିଶ୍ୱଭାରତୀ ହୁଅନ୍ତୁ କିମ୍ବା ଲୋପାମୁଦ୍ରା ହୁଅନ୍ତୁ, ଯାଜ୍ଞସେନୀ ହୁଅନ୍ତୁ, ପ୍ରଶାନ୍ତ ହୁଅନ୍ତୁ, ଏମାନଙ୍କୁ ସମସ୍ତଙ୍କୁ ମୋ ହୃଦୟରୁ ମୁଁ ସ୍ନେହ ଏବଂ ଶ୍ରଦ୍ଧା ଅଜାଡ଼ି ଦଉଛି ଏଇଥିପାଇଁ ଯେ ସେମାନେ ଆଗାମୀ ଭବିଷ୍ୟତ। ତେଣୁ ବାଙ୍ଗାଲୋର ମାଟିକୁ ଆହୁରି ରସାୟିତ କରିବା ପାଇଁ ବା ପ୍ରତ୍ୟେକଙ୍କ ନିକଟରେ ବାଙ୍ଗାଲୋରର ଯୋଉ ସ୍ୱାଦକୁ ପରିସ୍ଫୁଟିତ କରିବା ପାଇଁ ସେମାନଙ୍କର ଯୋଉ ପ୍ରଚେଷ୍ଟା ଆଗକୁ ରହିବ, ଆମର ଆଶୀର୍ବାଦ ତାଙ୍କ ଉପରେ ରହିଛି। ଏବଂ ନିଶ୍ଚିତ ଭାବରେ ସେମାନେ ଏଇ ଯୋଉ ତାପସଙ୍କ ସହିତ ଆଉ କାର୍ତ୍ତିକ ସାରଙ୍କର ଆଶୀର୍ବାଦକୁ ନେଇ ଆଗକୁ ବଢିବେ। ତେଣୁ ସେମାନଙ୍କୁ ମୁଁ ଆଉ ଥରେ ସ୍ନେହ ଏବଂ ଶ୍ରଦ୍ଧା ଦେଉଛି। ଆମ ସହିତ ଅଛନ୍ତି ବୀଣାପାଣି ମ୍ୟାଡାମ, ଯିଏକି ସୁଦୂର ମାଲେସିଆରେ ଥାଇ ମଧ୍ୟ ଏଇ ଯୋଉ ଆସରରେ ଯୋଡି ହେଇଛନ୍ତି। ସାହିତ୍ୟ ପ୍ରୀତି, ସଂସ୍କୃତି ପ୍ରୀତି ତଥା ଭାଷା ପ୍ରୀତି ତାଙ୍କ ହୃଦୟରେ ଯୋଉ ଜାଗୃତ ହେଇଛି, ତାକୁ ସେ ପରିସ୍ଫୁଟନ କରିବା ପାଇଁ ଯୋଉ ପ୍ରଚେଷ୍ଟା କରୁଛନ୍ତି, ତେଣୁ ମୁଁ ହୁଏତ ତାଙ୍କ ଠାରୁ ବଡ ହେଇପାରିବି ବୋଲି ମୁଁ ଭାବୁଛି। ତେଣୁ ମୋର ଆଶୀର୍ବାଦ ରହୁଛି ମ୍ୟାଡମଙ୍କ ଉପରେ। ନିଶ୍ଚିତ ଭାବରେ ଧନ୍ୟବାଦ। ଟିକେ ଖାଲି ଆପଣଙ୍କୁ ମୁଁ ରଖିବି, ମୁଁ କ୍ଷମା ଚାହୁଁଛି ଆଉଥରେ। ଆପଣ ଶୁଣିପାରୁଛନ୍ତି? ହଁ। ଆଜି ଆମେ ସମସ୍ତଙ୍କୁ ଶୁଣିଲେ, ମାଙ୍କର ଧନ୍ୟବାଦଟା ପରେ ଥିଲା। ଆକ୍ଚୁଆଲି ଆଜି ସଭାର ଯୋଉ ମୁଖ୍ୟ ଆକର୍ଷଣ, ଆମ ସହିତ ବିଜୟଲକ୍ଷ୍ମୀ ମା ଅଛନ୍ତି। ଆଜି ଯୋଉମାନେ ବି କବିତା ପାଠ କରିଛନ୍ତି, ସମସ୍ତଙ୍କର ସର୍ଜନା ଗୁଡାକ ସେ ସମୀକ୍ଷା କରିବେ ସ୍ୱଳ୍ପରେ, ଆଉ ତା ସହିତ ନିଜ ବକ୍ତବ୍ୟ ରଖିବେ। ତାପରେ ଆମେ ସମସ୍ତଙ୍କୁ ଆଉଥରେ
ମାନେ ଆନୁଷ୍ଠାନିକ ଭାବରେ ଆଉଥରେ ଆମେ ଧନ୍ୟବାଦ ଦେଇଦେବା ମା ସେଇଟା ଗୋଟେ ଆମର ରହିଯାଇଥିଲା ମୁଁ କ୍ଷମା ଚାହୁଁଛି ଆଉଥରେ ଠିକ ଅଛି। ଇଏ କହିକି ଆଜ୍ଞା ଆଜ୍ଞା ମୁଁ ପ୍ରକୃତରେ ମୁଁ ବୁଝିପାରିଲିନି ଯେ ସେ ଧନ୍ୟବାଦଟା ମଝିରେ ଦେଲେ କିଛି କଥା ମୁଁ ବୁଝିପାରିଲିନି ଆମର କଣ କବିତା ଯୋଉମାନେ ପଢିବା କଥା ସରିଗଲେଣି କି? ଆଜ୍ଞା କବିତା ଆଜ୍ଞା। ସରିଗଲାଣି ତାପରେ ଆକ୍ଚୁଆଲି ଆପଣଙ୍କର ମାନେ ସମୀକ୍ଷାର ସମୟ ଆମେ ତାକୁ ରଖିଥିଲୁ 8:35 କିନ୍ତୁ 8:43 ହେଇଗଲାଣି ତେଣୁ ତାପରେ ଆପଣଙ୍କର ଇଏ ହବ ତଥାପି ଆପଣଙ୍କର ମାନେ ମନ ଭଲ ଲାଗିବା ପାଇଁ ଆମ ସହିତ ମତେ ଲାଗୁଛି ସୁଦୂର ୟୁନାଇଟେଡ୍ କିଙ୍ଗଡମରେ ଆମ ସହିତ ଜୟଶ୍ରୀ ଭଉଣୀ ମଧ୍ୟ ଜଡିତ ହେଇଛନ୍ତି ଜୟଶ୍ରୀ ଭଉଣୀ ଆପଣ ଅଛନ୍ତି ମତେ ଲାଗୁଛି ଆଜ୍ଞା ଭାଇ ଜୟଶ୍ରୀ ନନ୍ଦ ଅଛନ୍ତି ଆଜ୍ଞା ମାନେ ଭାଇ ଆମେ ଅଛି ମୁଁ ଖୁସି ଆପଣ ମତେ ଶୁଣି ପାରୁଛନ୍ତି ଆଜ୍ଞା 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 ଆମ ସହିତ ଏତେ ଦୂରରୁ ଜୟଶ୍ରୀ ଭଉଣୀ ଜଡିତ ହେଇଛନ୍ତି ଆଉ ମାନେ ମୁଁ ତାଙ୍କୁ ଭଉଣୀ କୁହେ ମତେ ମୋ ହୃଦୟ ଗଦଗଦ ହେଇଯାଏ ଏକ ମାନେ ଜଗନ୍ନାଥ ସଂସ୍କୃତିର ଗୋଟେ ସୁନ୍ଦର ନିଦର୍ଶନ ଯେ ଆଜି ବି ସୁଦୂର ୟୁନାଇଟେଡ୍ କିଙ୍ଗଡମ ଲଣ୍ଡନ ଭିତରେ ମଧ୍ୟ ଓଢଣା ଟାଣିକି ସମସ୍ତଙ୍କ ଭିତରେ ଛିଡା ହେଇପାରନ୍ତି ତାଙ୍କ ବିଷୟରେ ବେଶୀ କିଛି କହିବିନି ଜୟଶ୍ରୀ ଭଉଣୀ ଗୋଟେ ଅଳ୍ପରେ ଯଦି ଆପଣ କିଛି ଆପଣଙ୍କର ସର୍ଜନା ପାଠ କରିବାକୁ ଚାହିଁବେ ଜୟଶ୍ରୀ ଭଉଣୀ ପ୍ଲିଜ ଜୟ ଜଗନ୍ନାଥ ଆପଣ ଭିଡିଓ ଜୟ ଜଗ ଖୋଲନ୍ତୁ ଆପଣ ମତେ ଶୁଣି ପାରୁଛନ୍ତି ଭାଇ ତାପସ ଭାଇ ଆପଣ ମତେ ହଁ ଶୁଣି ହଁ ପାରୁଛନ୍ତି ଶୁଣିପାରୁଛି ଭଉଣୀ ଆଜ୍ଞା 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 ଆକ୍ଚୁଆଲି ଜୟ ଶ୍ରୀ ଜଗନ୍ନାଥ ଜୟଶ୍ରୀ ବଡମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଆଉ ମୋର ସମସାମୟିକ ମାନଙ୍କୁ ବହୁତ ବହୁତ ସ୍ନେହ ଶ୍ରଦ୍ଧା ସାନ ମାନଙ୍କୁ ବହୁତ ବହୁତ ଭଲ ପାଇବା ମୁଁ ଏମିତି ମାନେ କେବେ କେବେ ଜାଣିପାରେନି ମାନେ ହୁଏ ଯେବେ କବିତା ଆସର କିନ୍ତୁ ବହୁତ ଭଲ ଲାଗେ ଶୁଣିବା ପାଇଁ ଆଜି ବହୁତ ଗୁଡେ କବିତା ଶୁଣିଲି ଆଉ ସବୁ ଶୁଣିକି ମତେ ଲାଗିଲା ଯେ ଆଗେ ଯଦି କବିତା ଆସର କୋଉଠି ମୁଁ ମିସ୍ କରିଛି ମୁଁ ବହୁତ କିଛି ମିସ୍ କରିଛି କବିତା ଲେଖିବାକୁ ଭଲ ପାଏ କବିତା ଶୁଣିବାକୁ ଭଲ ପାଏ ଆଉ ଆଜି ଏ କବିତା ଶୁଣିକି ମତେ ତ ଏତେ ଖୁସି ଲାଗୁଛି ମୁଁ ଆଜି ଟିକେ ଏମିତି ହଠାତ୍ କି ଦେଖିଲେ କି ଆଜି ଗୋଟେ ଅଛି ବୋଲି ଗୁଗୁଲ ମିଟ୍ ମୁଁ ଭାବିଲି ଜଏନ କରେ ବହୁତ ଖୁସି ଲାଗୁଛି ସମସ୍ତଙ୍କର କବିତା ଏତେ ସୁନ୍ଦର ଘାଣ୍ଟ ତରକାରୀ ମୁକ ଇତ୍ୟାଦି ମାନେ ସବୁ ଶୁଣିଲି ଆଉ ମା ଯୋଉ ପଢିଲେ ଆମର କବିତା ମହାପ୍ରଭୁଙ୍କ ଉପରେ ସେଇଟା ତ ବହୁତ ମାନେ ମନକୁ ଛୁଇଁଲା ମୁଁ ଯେତେବେଳେ ଜଏନ କଲି କିଏ ଜଣେ ଭାଇ ଗାଁ କଥାରେ କହୁଥିଲେ ମାନେ ପଢୁଥିଲେ କବିତା ସେଇଟା ମତେ ବହୁତ ବହୁତ ମୋର ଅନ୍ତରକୁ ଛୁଇଁଲା ଆଉ ମତେ ଲାଗୁଛି ବୋଧେ ଏଇ କବିତା ଗୁଡାର ସମାହାର ସବୁ ଯଦି ଆମର ଗ୍ରୁପରେ ପୋଷ୍ଟ ହୁଅନ୍ତା ନା ପୁଣି ଥରେ ଥରେ ଆମକୁ ପଢିବାକୁ ସୁଯୋଗ ମିଳନ୍ତା ଆଉ ନିଶ୍ଚିନ୍ତ ଆପଣ ଭାବରେ ମାନେ ଭଉଣୀ ଯଦି ଚାହିଁବେ ମୁଁ ଆଜ୍ଞା ପଦେ ଜଗନ୍ନାଥଙ୍କ ବିଷୟରେ କିଛି ଗୋଟେ ପଢିପାରିବି ଯଦି ଆପଣ ମାନେ ପ୍ଲିଜ ମତେ ଆଜ୍ଞା ଗୋଟେ ସେକେଣ୍ଡ ମୁଁ ଆପଣଙ୍କର ନଉଛି ଦିବ୍ୟ ଦୁଇ ଆଖି ଦେଖିଦେଲେ ତାର ମନ ଭୁଲେ ଦୁଃଖ ଶୋକ ଦିବ୍ୟ ଦୁଇ ଆଖି ଦେଖିଦେଲେ ତାର ମନ ଭୁଲେ ଦୁଃଖ ଶୋକ ସେପାଦ ପଦ୍ମରେ ସମର୍ପିତ ହେଲେ ନ ରହେ ଜୀବନେ ଦୁଃଖ ସେଜଗତ କର୍ତ୍ତା ଜଗତ ଜୀବନ ସେଜଗତ କର୍ତ୍ତା ଜଗତ ଜୀବନ ତାବିନୁ ତନାହିଁ ଗତି ସେଇ ହର୍ତ୍ତା କର୍ତ୍ତା ସେ ଭାଗ୍ୟ ବିଧାତା ତାବିନୁ ବା କାହିଁ ମୁକ୍ତି ଜୟ ଶ୍ରୀ ଜଗନ୍ନାଥ ହରିଓମ ଜୟ ଶ୍ରୀ थैंक ଜଗନ୍ନାଥ यू ବହୁତ भाई ବହୁତ ଧନ୍ୟବାଦ ବହୁତ ବହୁତ भाई ଧନ୍ୟବାଦ बहुत ଭଉଣୀ बहुत धन्यवाद मत मैंने मुझे प्रिपेयर नथिली बट ଯାହା ମନରେ ଆସିଲା ଆଜ୍ଞା କିଛି ଅସୁବିଧା ନାହିଁ ବହୁତ ବହୁତ ଧନ୍ୟବାଦ
या सहित आमर आज कविता संध्यार कविता पर्व सरी आमर समीक्षा पर्व आरंभ हो महास्मिता भौणी को महोदय को अनुरोध करी आमर समीक्षक को वर्तमान समीक्षा पर्व पर निमंत्रण करेंगे महास्मिता महोदय। महास्मिता भौणी बोधे आपण अच्छी महोदय? ठीक अच्छे आम समय है बर्तमान आम समय बेसी नष्ट न करी क्षमा चाहिए आमे कलेक्ट कर परिबे कि आज जो आसर जो कविता पाठ हला से कविता को हम कलेक्ट कर परिबे कि? हां कर परिबे को है जे थरो समस्त कविता पठेबे। ओके थैंक यू। महास्मिता महोदय महास्मिता मैडम आपण अच्छी? तपस्या नाहंती किसी कारण जो से आम सहित जड़ित हो पार ना माने आज कविता संध्या आसले कि महास्मिता मैडम आपण सुनी पारछंती? ठीक अछि बेसी समय नबानी हम समय आगे आगे सर मते आपण सुन करछंती? हेलो हां एबे सुनी पारछ। हेलो मु सुनी पारछ आगे पर समीक्षा पर्व को निवेदन करी डॉक्टर विजय लक्ष्मी मैम को से जिते गुटे कविता आम पाठ करागला जब समीक्षा करते कि भूल ठीक आम जापारते आग को बढ़ापी निश्चिंत गोटे सुंदर रास्ता तैयारी होता मैम को निवेदन करी कवितार समीक्षा रखिए। समस्त को नमस्कार आउ थे एवं मोते आज एठारे सुजोग देइथिबारु मोर पुत्र सम तापस एवं मोर श्रद्धेय भाई कार्तिक भाई मु दी जन को प्रथम थर जो दिन देखी मते लगी एमाने होचंती मोर एकांत निजर एवं वर्तमान पर्यंत एते आत्मीयता तांको मान दी जन को सहित जे मो मोर तांको मो निज घर लोक बोली भावे से जा हो आज मात्र 10टी कविता पढ़ा जाइए एठी शेष कविता सहित शेष कविता से प्रस्तुत नथिले तथापि 10टी कविता पढ़ाई एवं कविता एते सुंदर संयोजना करुचंती आमर महास्मिता ओझा झियो चमत्कार संयोजना करुचंती प्रत्येकंकर कविता को से ता पूर्वरु जो तार जो संयोजना करुचंती सेथिरे तार संपूर्ण समीक्षाटी से करुचंती तेणु अଯଥା अधिक मो विषय किछि ता विषय कहबी नाही किंतु अकारण दुख निसंगपण भावावेगर विफलतार बेसी बेसी कविता भल सफल कविता सृष्टि हुए जेतेबेले मनुष्य विफल हुए किंबा बेसी भावावेग तार आसे से सेतेबेले खूब भल कविताटी लिखे कारण एठी आमे जानिचु जे कवितार सुंदर भावरे कवि पण गोटे पागलामी कवि द्वितीय ईश्वर एवं कवि गोटे पागल न हवा पर्यंत से कविता को धरी परिबो नाही तेणु से जो पागलामिता भितर जेतेबेले आसे जो क्षणिक हो पछे से पागलामी रे से किछि ना किछि लेखे जहाँ लेखे ता हृदय रु लेखे एवं कविता जो माने चेष्टा करी लेखंती से कविता हुएनी काहारी को भल लागेनी काहारी हृदय को छुएनी तेणु कविता माड़े माड़ी जाए कविता मनीष ऊपर को माड़ी जाए जेतेबेले ता भितर जो कवित्व थाए से गोटे प्रस्फुटित हुए आमर प्रत्येक कार्य होची गोटे गोटे कविता किंतु तथापि एठी जो 10 जन माने गाइछन्ते मो तांको विषय कविता आवृत्ति करिछन्ते मो तांको विषय कहि दउची जे एई सब जिनिस को नै कि मनीष कविता लिखे आ सबुठ बड़ कथा होची ओडिसा रो प्राण केंद्र श्री जगन्नाथ तांको नै कि
प्रत्येक कविंकर निश्चय कविता थिबो एथिरे संदेह करिवार किछि नाही। द्वितीय कथाटी होछि ग्राम। ग्राम को नने कि केही भी कविता लिखि परिबे नाही, अर्थात से ग्रामर कविता न हो पछे तांको कविता रे निश्चित तांकर सेई जो गाँर जो कविता कौन जानिबा पूर्वर से माने गाँव रे गोटे गोटे निजे निजे कवि बनी जाइथिबे, कारण से जो गाँ झियो बा हबो, गाँव रे किए गोटे मरी जीवो किंबा गाँर जो हानि लाभ जानी यात्रा पुनेई पर्व ए सब गुड़िक आच्छादित करिकिरी रखि थाए गोटे लोकर तांकर चरित्र को तांको जीवन को। तेणु से जो कविता गुड़िक भासी आसे तांक कलम मुनरू सेगुड़िक हृदयर भाव सहित से शब्द को जोड़िकी सेटा आसी थाए। तेणु से जो भावटा आसे से भावटा एमती सहजरे आसेनी, जेतेबेले अति उद्वेलित लगे, व्यस्त विव्रत लगे, आंदोलित लगे कि अति खुशी होजिबे, सेतेबेले ही कागज उपरे कलम चली जाए एवं कलम भीतर को तांकर शब्द एवं भाव दीटार मैथुन हुए, दीटा जाक मिसिकिरी जो कविता सृष्टि करती ताहा ही होची सफल कविता। तेणु प्रथम होचंदी दिलीप कुमार त्रिपाठी, अच्छंती कि चली गलेनी एठू जानी। आखिरे लुह और हृदय कोह न आसिले से की कविता। तेणु नीरवतार भाषा समुद्रे लुह को लेकरी तांकर कविता सृष्टि होची। जुब सुलभ निराशा विफलता किछि न करि पारिबार हृदय भरा कोह एवं आकुलता को लेकरी दिलीप कुमार त्रिपाठी कविता। ता भितरे जुब सुलभ निश्चित भाव रही प्रेमर गोटे परिभाषा रही जोटा कि स्वाभाविक किसी असुविधा नहीं, अति सुंदर है चमत्कार है, तो निश्चित भाव गोटे भल कविता। जाज्ञसेनी पंडा अति सुंदर भाव से तांकर कविताटी को लिखिचंती तुमे न छाड़ मो पाख। तेणु तांकर जगन्नाथ को लेकिन कविता मु कहले जगन्नाथ जेहेतु ओडिशार प्राण केन्द्र नाभि केन्द्र जेते जहाँ लेखा जाए तांको नेइकिरी से गुड़िक तांको ही नेइकी आखि को नेइकी हाथ को नेइकी गोड़ को नेइकी रथ यात्रा को नेइकी श्मशान को जीवा पर्यंत स्वर्गद्वार पर्यंत सब कविता गुड़िक निश्चित प्रत्येक जी कविता लिखुचंती तांको नेइकी गोटे कविता दीटा कविता 10टा कविता निश्चय लिखिथिबे। तेणु तांकर जुब सुलभ भक्ति भाव तांकर स्वर अति चमत्कार सुंदर स्वर रे से गाउथिले एवं तांकर शब्द संयोजन मध्य तांको स्वर सहित मिसुथिला। आउ टिके भल टिके आउ टिके बढ़ेइले जिनिसटा को टिके अति छोट कविता देखो आ टिके बढ़ेइले आउ टिके बेसी ता धीरे संयोजन करि हबो शब्द। तापरे दुर्गेश नंदिन दास अंतर प्रवाह समय समय हाथ रे तांको जीवनर नटेई नटेई को से छाड़ी देइचंती। नटेई बा गुड़ी उड़ेला बेले आमर जो हाथर गुड़ीटा को धरिचंती समय। तेणु समय तो निश्चित भाव में आम जानी समयर अनेक रंग समयर अनेक कायदा कटकणा प्रेम रही विरह रही सत्य असत्य रही ता भितर नूतनता रही विफलता रही ता भितर मध्य जीवार शेष से ताकू कंप्लीट करिचंती जीवार आशा गोटे पॉजिटिव एटीट्यूड रे ताकू से रखिचंती। समय तरंग रे जीवन को आशावादी कविटीए से आशावादी होइचंती शेष रे भल लागिला सेटा जे निराशावादी नहंती समय हाथ रे जदिओ निजको समर्पित देइचंती तथापि तांकर आशा रही जे समय तांको भल निश्चित देखैबो भल बाटरे नब एवं तांकर भविष्यत को सुंदर करिवो। प्रशांत कुमार तांको ना कोन ए जो ग्राम विषय रे जे गाइले प्रशांत कुमार नाथ प्रशांत कुमार अछंती ना पळेलेनी गाँर कथा को पाकुली करिचंती बारंबार गाई जेमिति पाकुली करे गाँर कथा को से चोबेकरी बाहर करके आनीचंती आमे समस्ते जानिचु से विषय रे किंतु तांको निश्चित भाव रे सेटा बहुत आकर्षित करूची एवं सेटा खराब लागुची बोली से ताको लिखिचंती। गाँ मानक भितरे आधुनिकता पशि जाइची सहर
बारंबार पशि आसिलानी गाँ भितर को एवं एटा आमे समस्ते जानिछथि गाँ आउ गाँ हेकरी नाही से जो आकर्षण थिला से जो धान खेत बिल से जो बिल भितर पहरी जाउथबा पवन ए सब गुडी को से पुणी मन पकईचंती एवं गाँ भितर को सहर पशि आसुची बोली से व्यस्त होउचंती तेणु तांकर हृदयर कथा जे से गाँटा सेमिति थिले जेमिति भल लागुथुला सहर पशि आसिबा द्वारा ए जो राजनीति पशि आसिबा द्वारा गाँ जेमिति नष्ट भ्रष्ट होबाकू जाउची से विषय से व्यस्तता प्रकाश करिसंती। उमाकांत नायक सुखदा नायक विषय से लिखिचंती तांकर अतीतर स्मृतिर पेड़ी को से खोलिचंती निश्चित भाव तांको जीवन रे पाठ पढ़िला समय सेमिति जन को से भेटी थिबे जार अतीतर स्मृति पेड़ी से तांको खोजुचंती एवं एमिति किए अछि जे अतीतर पेड़ी को खोले नाही तेणु निश्चित भाव केतेबेले ना केतेबेले ए अतीत खोली देकिरी निजको देखै दिए आईनाटीए जे आमे अतीत को मने रखिछु तांको भी मने रखिछु तेणु तांको मध्य से स्मरण करूछंती। वीणापाणी प्रधान सुंदर कविताटीए बोलिछंती मनीष कहिचंती मध्य मनीष पाखरे जहाँ थाए ताकू से खोजे ना जहाँ न थाए ताकू तारी पछरे से पड़ी थाए ताकू से खोजे स्वप्न और स्वप्नभंगर कविता एवं सीए जहाँ न थाए तांको पाखरे ताकू ही से खोजंती। भल झियो गोटे कविता तांकर एवं कविता छोट छोट से बोलिचंती भल सुंदर वार्ता मध्य मेसेज ता भितरे रहिछि भल झियोर संज्ञा निर्धारण करिसंती आ समाजर बड़ पंडा मानकर जो नीति नियम ता भितरे गोटे भल झियो केमिति पेशी होउची केमिति भाबरे झियोरु बहु होउची बहुरु पुणी वृद्धा होउची ता भितरे से पेशी ही जाउची किंतु समाजर बड़ पंडा मानकर से नियम को से सेठारे प्रदर्शित करिसंती जो गुडाक भितरे वर्तमान समाज रहिबा को आ चाहू नाही तेणु एटा निश्चित भाबरे तांकर गोटे भल झियो केमिति हबो एवं केमिति हेई पारुनी ता लिखिचंती। तापरे भोक केते प्रकारर भोक रहिछि देहर भोक मनर भोक मनीषर भोक जीवजंतुंकर भोक गछपत्रर भोक एवं किछि न करि परिवार गोटे भोक एवं समुद्र कूलर भोक इंस्टाग्राम रो भोक अर्थात निजको प्रतिष्ठित करबा पई प्रदर्शित करबा पई जो भोक मनीष भितरे एवं गोटे सुंदर कविता ए जीवन रो शोक एवं भोक ए दीटा को मिसई करी तांकर ए भोक कविताटी छोटिया हेले मध्ये गोटे वार्ता रखिछि। ता परवर्ती होचंती गोलोक बिहारी पल्लाई सबुठु इंटरेस्टिंग एवं सब सुंदर कविताटी एवं जहा कि व्यंग कविता भितरे पखाल कंसा तोराणी गो मोर तुमे मो कोशला साग तांको स्त्री को नेकी स्त्री स्वामी भितर संपर्क को सबू परिवार सहित से जोड़ी आमे शुणिले आम गाँ मन पड़गला गाँव मुग जाई गाँव विभिन्न प्रकार रोसई आंबकसिया पखाल बेसर पखाल तोराणी क्षीर मिठा खीरी क्या से छाड़ी नांती सबू शुणिला परे मोर मन होची माने तांको स्त्री को धन्यवाद दबार कथा एते जिनिस से तांको करिकरी खुआउचंती माछ मांसर सी होउचंती निजे गुजराती तांको स्त्री एवं पैडंक सारू कखारू द्वितीय घाट अल्प दिन 2-4 दिन तले जाइछि द्वितीय घाट आमे सब करथिलु डालमा सुंदरी दही छेना पानी घिओ कोरुओ पर्यंत से काहाकू छाड़ी नांती तेणु तांको स्त्री होचंती पखाल कंसार तोराणी एवं तांको मन जानिकरी तांको दौथुबा गोटे सुंदर घरणी तमे मोर कोशला साग नहीं से जो कविताटी खाली कोशला को नुहे सबू पनीपरिया को नहीं भारी सुंदर है व्यंग कविता गुड़िक भितर टिके व्यंग रहिले मनुष्य को आनंद दिए आनंद लगे खाली नहले सुखिला हो जाए। पंडित कौन ना पंडित नागुचरण देवता कविताटी शुणा गला नहीं तेणु मु बेसी किछि कहि परिबिनी के तबे ग्रामर भाईचारा संकीर्तन दधिबांड गाँ दुर्दशा रास्ता घाटर दुर्दशा आदि को नहीं बोधुए तांकर जंत्रणा को से प्रकाश करिसंती जहा कि भल भाव रे शुणा गला नहीं
ତେଣୁ ମୁଁ ସେ ବିଷୟରେ ଆଉ ବେଶୀ କିଛି କହିବି ନାହିଁ। ତାପରେ ଆମର ଆସିଛନ୍ତି ବସନ୍ତ ମଞ୍ଜରୀ ଦାସ ଭଉଣୀ। ତୋ ବାହୁଡାରେ ମୁଁ ବାହୁଡି ଯିବିରେ, ତାଙ୍କର ଜଗନ୍ନାଥଙ୍କ ସହିତ ସମ୍ବନ୍ଧିତ ଜୀବନ ଯାତ୍ରା ସହିତ ତାଙ୍କର ମୃତ୍ୟୁ ଚେତନା ମଧ୍ୟ ତା ସହିତ ଯୋଡ଼ି ଦେଇଛନ୍ତି। ଜଗନ୍ନାଥଙ୍କର ଯିବା ସହିତ ମୃତ୍ୟୁ ଚେତନା, ଏବଂ ସିଏ ସିଏ ହେଉଛନ୍ତି ଯେ ଚିରନ୍ତନ ଏବଂ ଆମେ ହେଉଛୁ ଆମେ ନିଶ୍ଚିତ ଭାବରେ ଯିବୁ, ସିଏ ଚିରନ୍ତନ ରହିଯିବେ ଏବଂ ପ୍ରତ୍ୟେକ ମଣିଷର ଶେଷ ଯାତ୍ରା ସେଇ ସ୍ୱର୍ଗ ଦ୍ୱାରକୁ ବୋଲି ସେ ତାଙ୍କୁ ମଧ୍ୟ ମୃତ୍ୟୁ ଚେତନା ପ୍ରାର୍ଥନା କରିଛନ୍ତି। ତାପରେ ଶେଷରେ ଆମର ବିଦେଶରୁ ଯୋଉ ଯିଏ ଭାଗ ନେଇଛନ୍ତି, ଓଡ଼ିଶାର ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କୁ ନେଇକରି ତାଙ୍କର ଛୋଟିଆ 4 ପଦର ଗୋଟେ କବିତା ହେଲେ ମଧ୍ୟ ତାଙ୍କୁ ମୁଁ ସ୍ୱାଗତ କରୁଛି। ସେ ସୁନ୍ଦର କବିତାଟି ସୁନ୍ଦର ସ୍ୱରରେ ମଧ୍ୟ ବୋଲିଛନ୍ତି ଏବଂ ସିଏ ଆହୁରି ଲେଖନ୍ତୁ। ଆମ ଭିତରେ ସେ ଆଉ ଥରେ ଯେତେବେଳେ ହବ ସେତେବେଳେ ଯୋଗ ଦିଅନ୍ତୁ, ଭଲ କବିତାଟିଏ ହାତରେ ଧରିକି ଆସନ୍ତୁ। ଏବଂ ଶେଷରେ ମୁଁ ଏତିକି କେବଳ କହିବି ଯେ ମୋତେ ସୁଯୋଗ ଦେଇଥିବାରୁ ମୁଁ ତାପସକୁ ମୁଁ ବହୁତ ଧନ୍ୟବାଦ ଦେଉଛି ଏବଂ ଭାଇ କାର୍ତ୍ତିକ ଭାଇଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆଉ ଆଜି ଯେଉଁମାନେ ଏ ଆସରରେ ଯୋଗ ଦେଇଛନ୍ତି ସମସ୍ତଙ୍କୁ, ସମସ୍ତେ ମୋଠୁ ସାନ ନିଶ୍ଚିତ ଭାବରେ ମୁଁ ଆଶୀର୍ବାଦ କରିବି। ବହୁତ ଭଲ କବିତା ଲେଖନ୍ତୁ। ତ ଯୁବକବି ମାନେ ଆଜିକାଲି ମାନେ ବହୁତ ପୂର୍ବଜ ଯୋଉ କବି ମାନେ ନାଁ କରିଛନ୍ତି ତାଙ୍କ ମାନଙ୍କ ଠାରୁ ମଧ୍ୟ ଭଲ ଲେଖୁଛନ୍ତି। ମୁଁ ସେଥିପାଇଁ ଏ ଯୁବକବି ମାନଙ୍କୁ, କାହିଁକିନା ତାଙ୍କ ସମୟକୁ ସେମାନେ ନିଶ୍ଚିତ ଭାବରେ ଅନୁଭବ କରିପାରୁଛନ୍ତି, ଯୋଉଟା କି ଅନ୍ୟମାନଙ୍କ ସମୟରେ ନଥିଲା। ତେଣୁ ଯୁବକବି ମାନଙ୍କ ଠାରୁ ଆମେ ବହୁତ କିଛି ଆଶା କରୁ ଏବଂ ଏଇ ପ୍ରକାରର ଗୋଟେ ଆସର ପ୍ରତି ଥର ଘଣ୍ଟାଟେ ପାଇଁ ହଉ ପଛେ କରିବେ ବୋଲି ମୁଁ ଆଶା ରଖୁଛି। ଏବଂ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ ବହୁତ ତାଙ୍କର ଦକ୍ଷତା ରହିଛି, ଯୋଗ୍ୟତା ରହିଛି। ନିଶ୍ଚିତ ଭାବରେ ଆପଣମାନେ କରିପାରିବେ। ଆଉ ଯୋଉ ସଂଯୋଜନା ଯିଏ କରୁଥିଲେ, ଚମତ୍କାର କରୁଛନ୍ତି ସଂଯୋଜନା। ମୁଁ ତ ଏଠି ଯୋଉମାନେ ସଂଯୋଜନା କରୁଛନ୍ତି ତାଙ୍କ ମାନଙ୍କ ଠାରୁ ଆହୁରି ଭଲ ସଂଯୋଜନା ସେ କରୁଛନ୍ତି ମୁଁ କହିବି। ଏବଂ ସଂଯୋଜିକାକୁ ମଧ୍ୟ ମୋର ଅଶେଷ ଅଶେଷ ଆଶୀର୍ବାଦ ଓ ଧନ୍ୟବାଦ। ତେଣୁ ଆଜିର ଆସର ଆମେ ଏଇଠି ସାରିବା। ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ। ମତେ ଲାଗୁଛି କାର୍ତ୍ତିକ ସାର୍ ଆଜି ବୋଧେ, କାର୍ତ୍ତିକ ସାର୍ ଅଛନ୍ତି କି? ନାଇଁ ନାଇଁ, ସେ ନାହାନ୍ତି ବୋଧେ। ତଥାପି ବାହାରେ ଆମେ ବହୁତ ଗୁଡେ କବିତା ଆଜି ଶୁଣି ପାରିଲେନି। ଯେଉଁମାନେ ବି ଅଛନ୍ତି, ଗୋଲୋକ ବାବୁ, ନାଗବାବୁଙ୍କର ଆମେ ଶୁଣି ପାରିଲୁନି। ଯେଉଁମାନଙ୍କର ଅଛନ୍ତି ସମସ୍ତଙ୍କ କବିତା ଆମକୁ ପଠେଇଦେବା ପାଇଁ ଅନୁରୋଧ। ମୁଁ ବର୍ତ୍ତମାନ ମହାସ୍ମିତା ଓଝା ମ୍ୟାଡମକୁ ଯିବା ପୂର୍ବରୁ 2 ପଦ ଆମ ସହିତ ଅଜୟ ସାର୍ ବି ଅଛନ୍ତି ବୋଧେ। ଅଜୟ ସାର୍ଙ୍କ ପାଖରୁ ଆମେ ଅଜୟ ଭାଇ କାହିଁକି କବିତା ବୋଲିଲେନି? ଅଜୟ ଭାଇ ଅଛନ୍ତି କି? ଅଜୟ ସାର୍ଙ୍କ ପାଖରୁ ଆମେ ଟିକେ ଖାଲି ଶୁଣିଦେବା ପରେ ମୁଁ ମହାସ୍ମିତା ମହୋଦୟଙ୍କୁ ଅନୁରୋଧ କରିବି, ଆମେ ବସନ୍ତ ମଞ୍ଜରୀ ମାଙ୍କୁ ଅନୁରୋଧ କରିବି ଆଉ ଥରେ ଆମର ଧନ୍ୟବାଦ ପର୍ବ ଆରମ୍ଭ କରିବି। ଅଜୟ ସାର୍, ଆପଣଙ୍କ ପାଖରୁ ଆମେ କିଛି ଶୁଣିବୁ। ଯେ କଣ ଶୁଣିବ? ମୋ ପାଖରୁ କଣ ଶୁଣିବ? କବିତା ଶୁଣିବ? କବିତା ବୋଲନ୍ତୁ। ଆପଣ ଯାହା କବିତା କହିଲେ ଆଶୀର୍ବାଦ। କବିତା କହିଲେ ଶିଖିବୁ, କଥା କହିଲେ ବାଟରେ ଚାଲିବୁ। ଆପଣ କୁହନ୍ତୁ। ଆପଣ ପରମିଶନ ଦଉଛନ୍ତି ଯଦି ତାହେଲେ କବିତା ଗୋଟେ ପଢିବା। ଆଉ ତ କିଛି ମୁଁ କରିପାରିବିନି, ଭାଷଣ ଆଜ୍ଞା ତ ଦେଇପାରିବିନି, କବିତା ଟିକେ ପଢିବି ଯଦି ପଢିବି ଆଉ। ଆଜ୍ଞା, ପ୍ଲିଜ। ସମୟ ଥିବ ଯଦି ମତେ ବି ଗୋଟେ କବିତା ପଢିବାକୁ ସମୟ ଦେବ। ସମୟକୁ ଟାଣିକି ଆଣିବା ନା ଆପଣ। ଭାଇ ପଢି ସାରନ୍ତୁ, ଅଜୟ ଭାଇ। ଭାଇ କବିତା ପଢି ସାରିଲା ପରେ ଟିକେ ଭିଡିଓ ଅନ୍ କରି ସମସ୍ତଙ୍କର ଗୋଟେ ଫଟୋ ନେଇଯିବା। ଅନମ୍ୟୁଟ ହୁଅନ୍ତୁ ଭାଇ। ଆପଣ
ଆଜ୍ଞା ମା ଆପଣ ପଢି ଦିଅନ୍ତୁ ସାର୍ କହିଲେ ତାପରେ ପଢିବେ ଆପଣ ଆପଣ ଗୋଟେ କବିତା ଆଜ୍ଞା ଆଚ୍ଛା ଆଚ୍ଛା ମୁଁ ଟିକେ ଲମ୍ବା କବିତା ଅଛି ମୁଁ ଜଲ୍ଦି ଜଲ୍ଦି ପଢଉଛି ଦେବୀ ଯେହେତୁ ଦୁର୍ଗା ପୂଜା ଭିତରକୁ ଆସିଗଲେଣି ଆମେ କାଲି ମହାଳୟା ତେଣୁ ମୁଁ ଦେବୀଙ୍କ ବିଷୟରେ ମୋର କବିତାଟି ପାଠ କରୁଛି କମ୍ପୁଛି ମେଦିନୀ ଆଜି ନିନାଦିତ ଗଗନ ପବନ କାହା ଆଗମନୀ ବାର୍ତ୍ତା ପ୍ରଚାରୁଛି ପାଗଳ ପବନ ମାଙ୍କର ପଦଧ୍ୱନି କାଶତଣ୍ଡି କହେ କାନେ କାନେ ଉଲ୍ଲସିତ ଧରାବକ୍ଷ ପାର୍ବଣ ଋତୁ ଆଗମନେ କାହାର ଅମୃତ ସ୍ପର୍ଶ ଛୁଇଁବ ମେଦିନୀ ଗଜଡଙ୍ଗା ପାଲିଙ୍କିରେ ସଜବାଜ କେତେ ପ୍ରସାଧନୀ କେତେ ଭୋକିଲା ପେଟରୁ ଟାଣି ଆଣି ଖାଦ୍ୟର ସମ୍ଭାର ସଜାଇଛି ଦେବୀ ମେଢ ଏକଠାରୁ ଆର ବଳିଆର ବନ୍ଦାପନା ଲାଗି କେତେ ଭୋଗରାଗ ଶଙ୍ଖ ଘଣ୍ଟା ଧ୍ୱନି ଆଲୁଅରେ ଝଲମଲ ସୁନା ଅବା ରୂପାର ବସାଣି ମର୍ତ୍ତ୍ୟର ମନୁଷ୍ୟ ଗଲେ ଆଣିବାକୁ ସାଦରେ ବନ୍ଦାଇ ଲକ୍ଷ୍ମୀ ସରସ୍ୱତୀ ଦୁର୍ଗା ନବରାତ୍ରି ନବଯାତ୍ରା ପାଇଁ ବିସ୍ଫାରିତ ଚକ୍ଷୁ ମେଲି ଉଭା ହେଲେ ନିର୍ବାକ ସୁନ୍ଦରୀ କେଉଁଠାକୁ ଡାକ ମତେ ଦନ୍ଥରା ମୋ ଖଡ୍ଗ ତରବାରୀ ସବୁ ଦେବ ଦେବୀଙ୍କର ଶକ୍ତି ନେଇ ଥରେ ଯାଇଥିଲି ମହିଷାସୁର ବଦ୍ଧ କୌଶଳରେ ସମାପନ କଲି ଭାବୁଥିଲି ପୃଥିବୀରୁ ରାକ୍ଷସଙ୍କୁ କରିଦେଲି ଶେଷ ଭାବିଥିଲି ଶତ ଶତ ରକ୍ତ ବୀର୍ଯ୍ୟ କରିଛି ବିନାଶ ଆଜି ମୋର ଭ୍ରମ ଲାଗି ନିଦାରୁଣ ଅନୁଶୋଚନାରେ ନିର୍ବାକ ନିଷ୍ଫଳ ମୁହିଁ ଉଭା ଦେଖ ତୁମରି ଆଗରେ ମରି ନାହିଁ ରକ୍ତ ବୀର୍ଯ୍ୟ ମରିନି ବି ମହିଷାସୁର ଶତ ଶତ ରକ୍ତ ବୀର୍ଯ୍ୟ ଚିହ୍ନ ବର୍ଣ୍ଣ ନାହିଁ ମଣିଷର ବେଦୀରେ ମୁଁ ପୂଜା ପାଏ ଲକ୍ଷ୍ମୀ ସରସ୍ୱତୀ ଦୁର୍ଗା ହୋଇ ମକୁ ମାରି ଦେହ ଲୋଟେ ନଈ ପଠା ବିଲ ବୁଦା ଠେଇଁ ଆଜି ବି ମହିଷା ହସ୍ତେ କେରା କେରା କେଶ ମୋ ମଥାର ଦରପଡା ଶବ ଧରି ବାପା ଭାଇ ଖୋଜନ୍ତି ନିସ୍ତାର ବେଦୀ ପରେ ଲେଖିଦିଅ ରାକ୍ଷସଙ୍କୁ ଆସିବାକୁ ମନା ଅଭିଶାପ ଦେବେ ଦେବୀ କେବେ ତାଙ୍କୁ କରିବେନି କ୍ଷମା ଲୋଡ଼ା ନାହିଁ ବନ୍ଦାପନା ଲୋଡ଼ା ନାହିଁ ବାଣ ବା ରସଣୀ ଲୋଡ଼ା ନାହିଁ ବନ୍ଦାପନା ପ୍ରତିଯୋଗିତାର ଏ ପର୍ବାଣୀ ସବୁ ସମ୍ଭାବନା ନେଇ ମାତା ପୁଣି ଓହ୍ଲାଇ ଆସୁଛି ମଣିଷ ଖୋଜିବା ଲାଗି ସେ ତ ପୁଣି କଲ୍ୟାଣୀ ସାଜୁଛି ଆଖି ଖୋଲି ଦେଖବାରେ ଆସୁଛି ନୂତନ ସକାଳ ମଣିଷ ସନ୍ଧାନ ଦେବ ପୂର୍ବ ଦିଗ ଦିଶେ ସମୁଜ୍ଜଳ ପୂର୍ବ ଦିଗ ଦିଶେ ସମୁଜ୍ଜଳ ନମସ୍କାର ଚମତ୍କାର ଚମତ୍କାର सर आपनको वॉइस टा क्लियर आसुनी अपन वीडियो टा बंद कर दियंतु वीडियो वॉइस टा ऑडियो टा आसी बेसिला आगे आगे आसला पाखरे जदि दीटा इलेक्ट्रोनिक्स जो ये थिबो ताले सेमति होबो एबे एबे ठीक आसुची आगे आगे आसला सर अच्छा मुदले सुना जाउनी सुबुनी आगे सर सुबुनी ठीक तो नहीं नहीं सर ठीक है असुविधा होची आई थिंक नहीं सर असुविधा होची ठीक है सर नहले आमे आउ थरे सुनिया क्षमा चाहूची किछि माने असुविधा होची आई थिंक सुबुनी आमे जदि आपन को अनुमति थाए माने शेष पर्याय को जीवा सर
आज्ञा धन्यवाद महास्मिता भौणी को आमर प्रच्छदरे विश्वभारती दास तांको आमे सुनी पारलेनी से भी चमत्कार सर्जनाकार स्रष्टा तांको आउथरे आमे सुनबा एथर आमर प्रति मासरे हबो वर्तमान मु महास्मिता महोदय को अनुरोध करिवि बसंत मंजरी मां को निमंत्रण करिवि हम समस्त को धन्यवाद ज्ञापन करी आज सभा को विराम देबा तापस मु क्षमा मागे नउचे समस्त मु किसी सर्जना करी नाही इथर पई हां आसंता थर पई चेष्टा करबे ठीक है आज्ञा महास्मिता महोदय आपन को अनुरोध Sure. आपण आगे सर अनेक कविता समीक्षा चमत्कार कविता आम सब शुणिले समस्ते समस्त कविता धुरीण कवि कविता हृदय को छुईला भली समीक्षा भी मध्य कले माँ परे परे आमे बसंत मंजरी मैडम को अनुरोध करी से धन्यवाद पर्व को आगे नेबे बसंत बाबा मत शुणी पार्छन्ते हेलो बसंत बाबा मत शुणी पार्छ बसंत में आसिया भीतर समस्त को अनुरोध समस्त टिके निज वीडियोटा ऑन कर दियंतु हम गोटे फोटो नै जिबा माने मीडिया पई समस्त को अनुरोध टिके वीडियो गुडी के ऑन कर देबे समस्त भारती जागेसनी तापरे बसंत मंदिर में आपण अछंती कौन होउसे आ टिके वीडियो रे आसंतु ओपा अपन फटा नै जिवे जागेसनी दुर्गेश टिके जदि संभव जो माने आसी परिबे समस्त को दिलीप आज्ञा समस्त को अनुरोध टिके हमें एबे केवल सुदृश कंठ शुणी पारथिले एबे टिके समस्त को देखि दवा भारती आसु दिल्ली ओपन करना ना ठीक अछि बेसी देरी करिवानी जो माने अछंती संकर नै जिबा दिलीप जागेसनी जदि अल्प समय पई आस्पिरे गोलक बिहारी सर अछंती आज्ञा छी ऑन करछि भाई ऑन करछि हां अच्छा अच्छा ओके ना दिलीप कहीं की ऑन करना दे ओके ठीक अछि ठीक अछि जहां से नहीं ओके हां दिलीप असले आज्ञा मां धन्यवाद समस्त को बसंत मंजरी मां आपण वीडियोटा बंद कर दियंतु केवल ऑडियो रे कहंतु आपण वीडियोटा आछि ऑडियोटा आसुनी हाँ एबे ऑडियो एबे हाँ एबे आसला आज्ञा कहंतु कमलाकांत मोर आरस एच घटे
ଆମର ଯେ ଆଜି ସମୀକ୍ଷକ ଥିଲେ ବିଜୟଲକ୍ଷ୍ମୀ ମ୍ୟାଡାମ ତାଙ୍କର ସମୀକ୍ଷା ପର୍ବ ନସରୁଣୁ ମୁଁ ମୋର ଧନ୍ୟବାଦ ପର୍ବକୁ ଆରମ୍ଭ କରିଛି। ପ୍ରଥମେ କମଳାକାନ୍ତଙ୍କୁ ମୋର ଆରତ ଜଣେଇଛି, ମୁଁ କ୍ଷମା ମାଗିଛି ଆଉ କ୍ଷମା ମାଗୁଛି ସମସ୍ତଙ୍କୁ। ଆଜିର ସମସ୍ତଙ୍କୁ ତ ମୁଁ ଧନ୍ୟବାଦ ପ୍ରାୟ ଦେଇ ସାରିଥିଲି। ମୁଁ ଧନ୍ୟବାଦ ତ ଦେଇପାରିବିନି, ବିଜୟଲକ୍ଷ୍ମୀ ମ୍ୟାଡାମ ମାନେ ପ୍ରକୃତରେ ସେ ମା ଭଳି ମାଟିଏ ଏଇଥିପାଇଁ ଯେ ସମସ୍ତେ ଯୋଉ କବିତା ସବୁ ପଢିଲେ ସେ ତ ସୁନ୍ଦର ଭାବରେ ଶୁଣିଛନ୍ତି ଏବଂ ମନେ ରଖିଛନ୍ତି, ତାକୁ ସମୀକ୍ଷା କରିଛନ୍ତି ଗୋଟି ଗୋଟି। ସମୀକ୍ଷକ ପ୍ରକୃତ ବାସ୍ତବ ସମୀକ୍ଷକ ସେ ଏବଂ ନିରୀକ୍ଷକ ମଧ୍ୟ। ତାଙ୍କର ଯୋଉ ରଥଯାତ୍ରାର ଧାରା ବିବରଣୀକୁ ମୁଁ ଶୁଣିଛି, ସେ ସୁନ୍ଦର ଭାବରେ ଧାରା ବିବରଣୀ ଯୋଉ ଧାରା କବିତା ସେ ଆଉ ଥରେ ମୁଁ ସବୁକୁ ଆମର ବାଙ୍ଗାଲୋର ସମସ୍ତ ଯୋଉ ସାହିତ୍ୟିକ ମାନଙ୍କୁ ଏବଂ ମୋ ସହିତ ଯୋଡ଼ି ଆମ ଜଗତସିଂହପୁରର ଉମାକାନ୍ତ ସାର୍, ଗୋଲେଖ ସାର୍, ନାଗୁ ଭାଇନା ସମସ୍ତଙ୍କୁ ମୁଁ ମୋର ଯଥାମାନ୍ୟ ଜଣାଉଛି ଏବଂ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଏଇ ଶାରଦୀୟ ପର୍ବରେ ଆମର ଏ କବିତା ସନ୍ଧ୍ୟା ସୁନ୍ଦର ହେଇଛି। ଆଉ ମୁଁ ଧନ୍ୟବାଦ ଜଣାଉଛି ତାକୁ ଯେ ତାଙ୍କର ପ୍ରାଣକୁ ନେଇ ଆଜି କବିତା ଆରମ୍ଭ କରିଛି। କବିତା ହଉ ଏବଂ ସମସ୍ତଙ୍କୁ ମନରେ କବି ଖାପା କହି ମୋର ପରିଷଦ। ଆଉ ବିଶେଷ କରି ଆମର ମହାସ୍ମିତା ଓଝା ଯିଏକି ଆମର ଜଗତସିଂହପୁର ନୁହନ୍ତି, ସେ ବମ୍ବେ ସୁଦୂର ବମ୍ବେରେ ମଧ୍ୟ ସେ ସଂଯୋଜନା କରନ୍ତି ଏବଂ ବମ୍ବେ ବାସୀ ମଧ୍ୟ ବହୁତ ତାଙ୍କଠାରୁ ମୁଁ ଶୁଣିବାକୁ ପାଇଛି ଯେତେବେଳେ ଜଗତସିଂହପୁର ଆସନ୍ତି ଯେ ମହାସ୍ମିତା ମ୍ୟାଡାମ କୋଉଠି ଅଛନ୍ତି, ତାଙ୍କୁ ବହୁତ ଖୋଜନ୍ତି। ମାନେ ବମ୍ବେର ମାନେ ଆମର ଓଡ଼ିଆ ଅଧିବାସୀ ଗଣ ଆଜି ବାଙ୍ଗାଲୋର ସହିତ ଜଡ଼ିତ ହେଇଗଲେ ସମସ୍ତଙ୍କୁ ସେ ଧନ୍ୟ କରିଛନ୍ତି। ତାଙ୍କର ଯୋଉ କଣ୍ଠର ମାଧୁର୍ଯ୍ୟତା ତଥା ତାଙ୍କର ଯୋଉ କବିତା ସଂଯୋଜନାର ଯୋଉ ଅପରୂପ ଶୈଳୀ, ସେ ଶୈଳୀରେ ସେ ନିଶ୍ଚିତ ଭାବରେ ଦିନେ ନା ଦିନେ ଆମର ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିବେ। ମୁଁ ଏହା ହିଁ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା କରୁଛି, ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଯେ ଏଇଭଳି ଭାବରେ ତାପସଙ୍କୁ ମାନେ ଦୀର୍ଘଜୀବୀ କରନ୍ତୁ ଏବଂ ନିରାମୟ କରି ରଖିଥାନ୍ତୁ ଏବଂ ତାଙ୍କ ସହିତ ଜଡ଼ିତ ହେଇ ରହିଥିବା ଆମର ବିଶ୍ୱଭାରତୀ ହୁଅନ୍ତୁ ବା ପ୍ରଶାନ୍ତ ହୁଅନ୍ତୁ ବା ଲୋପାମୁଦ୍ରା ହୁଅନ୍ତୁ କିମ୍ବା ଯାଜ୍ଞସେନୀ ହୁଅନ୍ତୁ କିମ୍ବା ଆମର ଦୁର୍ଗେଶ ହୁଅନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ, ସୁଖରେ ଥାନ୍ତୁ ଏବଂ ତାଙ୍କୁ ଜରଦଗବ ଭଳି ଯୋଉମାନଙ୍କର ଜଗିବାର ଯୋଉ ପ୍ରାଧାନ୍ୟତା ରହିଛି, କାର୍ତ୍ତିକ ସାର୍ ଏବଂ ସରୋଜ ସାର୍ ଏମାନଙ୍କ ବା ଆମର ମ୍ୟାଡାମ ହୁଅନ୍ତୁ ବା ମ୍ୟାଡାମ ଥାଉ ଆଉ ଜଗନ୍ନାଥ ଏଇଠି ପରିଶ୍ରମ। ଆନ୍ତରିକ ଧନ୍ୟବାଦ ମା। ଆଉ ଥରେ ଏପର୍ଯ୍ୟନ୍ତ ଆମ ସହିତ ଆମର 9ଟା ବେଳକୁ ଥିଲା, ଆହୁରି 20 ମିନିଟ୍ ଆମେ ଡେରି ହେଇଗଲା। ଯୋଉମାନେ ଆମ ସହିତ ଏଯାବତ୍ ଜଡ଼ିତ ହେଇଛନ୍ତି ପ୍ରାୟତଃ ସମସ୍ତେ ଅଛନ୍ତି, ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ହୃଦୟରୁ ଧନ୍ୟବାଦ ଯାଜ୍ଞସେନୀଙ୍କୁ ସୁନ୍ଦର ଭଜନ ପାଇଁ। ଆପଣ ମା କହୁଛନ୍ତି କି କିଛି ଶୁଭୁ ନଥିଲା, ମତେ ଲାଗିଲା ଆପଣ ଯେ ଅଛନ୍ତି ଜଡ଼ିତ ହେଇ ମୁଁ ତାଙ୍କୁ ଆଣିଥିଲି ସାର୍ ଯେ ଆଜି ରହିବେ ବୋଲି ମୁଁ ଆଶା କରିନଥିଲି। ପ୍ରତ୍ୟେକ ସଂସ୍ଥା ସହିତ ଜଡ଼ିତ ହେଇକି ରହିଛନ୍ତି ଏବଂ ଦିନ ନାହିଁ ସମସ୍ତଙ୍କର ମାନେ ମୁରବୀ ଭାବରେ ରହିଛନ୍ତି, ସେ ଆମ ସହିତ ଆଜି ଅଛନ୍ତି। ମୋର ଭୁଲ ହେଇଗଲା ଯେ ମୁଁ ତାଙ୍କୁ ଧନ୍ୟବାଦ ତ ଦେଇପାରିବିନି, ତାଙ୍କୁ ପ୍ରଣାମ ଜଣାଉଛି ଏବଂ ଏଠି ରହୁଛି। ଧନ୍ୟବାଦ ମା। ଯାହା କୁହନ୍ତୁ, ଆଜି ଗୋଲକ ବିହାରୀ ବାବୁଙ୍କର ମାନେ ମହୋଦୟଙ୍କର ଆଜି କବିତା ଆଜି ସମସ୍ତଙ୍କ ମୁହଁରେ ଗୋଟେ ସୁନ୍ଦର ହସ ନେଇ ଆସିଥିଲା, ତା ପାଇଁ ବିଶେଷ ଭାବରେ ଧନ୍ୟବାଦ। ସମସ୍ତଙ୍କୁ ଧନ୍ୟବାଦ। ଆଉ ଧନ୍ୟବାଦ ଜୟଶ୍ରୀ ଭଉଣୀଙ୍କୁ ବି ଏ ସମୟରେ ଆମ ସହିତ ଅଛନ୍ତି। ଧନ୍ୟବାଦ ସୁଦୂର ମାନେ ୟୁକେରୁ ୟୁନାଇଟେଡ୍ କିଙ୍ଗଡମ୍ରୁ ଆମ ସହିତ ଜଡ଼ିତ ଥିଲେ। ଧନ୍ୟବାଦ ଡକ୍ଟର ବୀଣା ପ୍ରଧାନ ଆମର ଯିଏକି ଆନ୍ତର୍ଜାତିକ କୋଅର୍ଡିନେଟର ଅଛନ୍ତି, ସିଏ ଆମକୁ ମାଲେସିଆରୁ ଜଡ଼ିତ ହେଇଥିଲେ। ତା ସହିତ ସମସ୍ତେ ବର୍ତ୍ତମାନ ଆପଣମାନେ ଜାଣିପାରୁନାହାନ୍ତି, ଗୋଟେ ପଛରେ ଗୋଟେ ରେକର୍ଡିଂ ଏସବୁ ଯାହା ବି ଆମର ସବୁ ଚାଲିଛି ସେଗୁଡ଼ାକ ସବୁ ବିଶ୍ୱଭାରତୀ କରୁଛନ୍ତି। ତା ସହିତ
विजयलक्ष्मी माँ को जी एपर्यंत आम सहित जड़ित होते निजर कार्यव्यवस्था भितर तांकर काली गोटे बही बाहरुची आउ से भितरे से समय काढ़ी देथिले आउ थरे समस्त को विशेष भाव में हृदय धन्यवाद धन्यवाद गोटे माने हृदय धन्यवाद महास्मिता ओझा महोदय को एते सुंदर भाव में कार्य को आमर कविता संध्या को निजर मंत्रमुग्धकर कंठ ता सहित उपस्थापना शैली माध्यम रे हम समस्त को माने गोटे अलग दुनिया को नहीं जीवा पई बहुत बहुत धन्यवाद ता सहित दिलीप विशेष प्रशांत जाज्ञसनी ता सहित दुर्गेश नंदिनी ता सहित आमर जो माने भी आमर बेंगलोर ओडिया साहित्य समाज रो समस्ते जने जने स्तंभ समस्त को हृदय आउथरे धन्यवाद बहुत बहुत धन्यवाद सबुठ बड़ धन्यवाद जोटा हम सेटा डॉक्टर बसंत मंजरी दास को तांकरी जोगो आज जगतसिंहपुर जो गोलक बाबू कहते आम माने दुर्भाग्यवशत नागबाबूर कविता शुणी पार्लेनी जमती अजय सार शुणी पार्लेनी मोर अनुरोध रहिबो बसंत मंजरी माँ को जो माने आज आम सहित जड़ित होते तांकर आज जो कविता थिला से कविता को संग्रह करके रखिबा पई आ ता सहित हमर जो माने आज निज कविता पाठ करछंती जाज्ञसनी बीणा प्रशांत दिलीप जो माने भी अछंती समस्त को तांकर कविता मध्य हमको पठे दवा पई आउ थरे बहुत बहुत धन्यवाद शुभरात्रि सर्वमंगल जगन्नाथ दारु ब्रह्म सनातन जगन्नाथ आपण समस्त चलापथ को सुमित करंतु शुभरात्रि जय श्री जगन्नाथ वंदे उत्कल जननी।